କ'ଣ କରିବା କୁହନ୍ତୁ? କାଲି ଯେଉଁଟା ଆମେ ଆଲୋଚନା କରିଥିଲେ ଭଲ ସତ୍ସଙ୍ଗଟା ଥିଲା ଭାଗବତରୁ, ସେଇଟା ନାହିଁ, ଜୀବିତ ନାହିଁ। ତେଣୁ ତାକୁ ପୁଣି ଉଜ୍ଜୀବିତ କରିବା ଆଉ ଥରେ କେଉଁଦିନ, ନା ଆଜି, ନା ଆଉ କ'ଣ ଟପିକ୍, ନୂଆ ଟପିକ୍ ରଖିବା କୁହନ୍ତୁ? ନାଇଁ ଗୁରୁଜୀ, ସେଇଟା ହିଁ ଆଉ ଥରେ କଣ୍ଟିନ୍ୟୁ କରନ୍ତୁ, ଜୀବ ଆତ୍ମା ବ୍ରହ୍ମ। ଆଜି କରିବା ନା ଆଉ କ'ଣ ନ କରିବା, ସେଇଟା ହେଉଛି କଥା। ନାଇଁ ଆଜି ହିଁ କରନ୍ତୁ। ଆଜି କାଲି କ'ଣ କହିଛି ମୋର ଆଜି ମନ ନାହିଁ, ବୁଝିଲେ? କ'ଣ କରିବା? ନା ମନ ପକେଇକି ଆଉ କେତେବେଳେ ଯୋଜନା କରିବା? ଆଉ କେତେ ମାନେ ଆର ଶନିବାର? ହଁ, ପ୍ରଣାମ, କୁହନ୍ତୁ। ସତ୍ୟ ଉପରେ? ସତ୍ୟ ତ ସତ କଥା କହିଲେ ସତ୍ୟ, ତମେ ଯାହା ଦେଖୁଛ ସବୁ ତ ମିଛ। ଏ ପୃଥିବୀ ସାରା ମିଛ। କ'ଣ 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 କହିଲେ? ହଉ, ଧନ୍ୟବାଦ, ମତାମତ ପାଇଁ ବହୁତ ଧନ୍ୟବାଦ। ଆଉ କିଏ କହୁଛନ୍ତି କହିଲେ? ସେପଟରୁ ଶୁଭୁନି। ନାଇଁ, ରୁହନ୍ତୁ ଟିକେ, ରୁହନ୍ତୁ। ଆଉ ଜଣେ କିଏ ଶୁଣନ୍ତୁ, ଆଉ ଟିକେ କିଏ କହୁଛନ୍ତି ଭିତରେ, କୁହନ୍ତୁ। କହୁଥିଲେ କିଏ? କିଏ ନା କହୁଥିଲେ? ଆଚ୍ଛା, ହଉ। ନାଇଁ, ଆଉ ଜଣେ କିଏ କହୁଥିଲେ, କୁହନ୍ତୁ। ହଁ, ଝୁନା କହ। ଆଚ୍ଛା, ହଉ, ମୁଁ ସେଇନା ତ ମତାମତ ନେଉଛି କିଏ କ'ଣ କହୁଛନ୍ତି। ସେଇଟା ଦେଖିବା ଆଜି ଯଦି ହବ, ନାହିଁ ତ ହଁ, ଆଜି ଯଦି ହବ, ନହେଲେ ନେକ୍ସଟ ଶନିବାର, କମିଂ ଶନିବାର। ହଉ ହଉ, ଆଉ କୁହନ୍ତୁ। ଗୋକୁଳାନନ୍ଦ ମୁନି କୁହନ୍ତୁ, ଗୋକୁଳାନନ୍ଦ ମୁନି କୁହନ୍ତୁ। ହଁ, କୁହନ୍ତୁ। କାଲି ତ ବିସ୍ତୃତ ଭାବରେ ଯୋଉ ଜିନିଷଟା ଜୀବ ଆତ୍ମା ବ୍ରହ୍ମ ଆଲୋଚନା ହେଇଥିଲା, ଆପଣ ବହୁତ ଟପିକଟା ବଢିଆ ଲାଗିଥିଲା କାଲି। ଗଲା ଆଜି ତ ବହୁତ ଟେନସନ ଭିତରେ ଆପଣ ଅଛନ୍ତି ଏବଂ ବିଭିନ୍ନ କଥା ଗୁଡାକ ମୁଣ୍ଡ ଭିତରକୁ ପ୍ରବେଶ କରୁଛି। ଆଜ୍ଞା, 12ଟା 15 ହେଲାଣି ଆସିକି, ଆଉ ଖୁବ କମ ସମୟ ଆଲୋଚନା ଭିତରେ ଏଇଟା ଶେଷ ହବ ନାହିଁ। ତେଣୁ ଆଉ ଦିନକୁ ତାକୁ ରଖନ୍ତୁ। ଆଉ ଗୋଟେ ଛୋଟିଆ କ'ଣ ଗୋଟେ ବିଷୟ ଆପଣଙ୍କ ଇଚ୍ଛା ଅନୁସାରେ ଆପଣଙ୍କ ଯୋଉଟା ମାଇଣ୍ଡ କି ଆସୁଛି ସେଇଟା ଆମ ପାଇଁ ମଙ୍ଗଳ। ଯାହା ବି ଚିନ୍ତା କରୁଛନ୍ତି, ଆପଣ ଗୁରୁଦେବ ଯାହା ବି ଚିନ୍ତା କରୁଛନ୍ତି ଆମର ମଙ୍ଗଳ କାମନା କରୁଛନ୍ତି। ତେଣୁ ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରୁଛି, ଯୋଉଟା କି ଆପଣ ସ୍ୱଇଚ୍ଛାରେ ମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ସେଇଟାକୁ କରନ୍ତୁ। କାହା ମତାମତ ଉପରେ ମୁଁ ଆଘାତ ଦଉନାହିଁ, ମୁଁ ମୋ ସଜେସନ ଟା ଦଉଛି। ଯାହା ବି ଆପଣ ବିପଦ କଥା କହିଲେ ବି ଆମର ଖୁବ ମଙ୍ଗଳ ହବ, ମୁଁ ଜାଣୁଛି ବା ଆମେ ସମସ୍ତେ ଜାଣିଛୁ। ଆପଣଙ୍କର ଇଚ୍ଛା ଉପରେ ନିର୍ଭର କରୁଛି। ତେଣୁ ଆପଣ ଯୋଉଟାକୁ ମାନେ ଠିକ ବୋଲି ମନେ କରୁଛନ୍ତି, ଅଳ୍ପ ସମୟ ଭିତରେ ଆମର ଯେମିତି ଗୋଟେ ଭିତରେ ଏଇଟା ସରିଯିବ, ସେଇଭଳିଆ ଗୋଟେ ଟପିକ କ'ଣ ଗୋଟେ ଆଣନ୍ତୁ, ଯୋଉଟା କି ଆମର ସମସ୍ତଙ୍କର ମଙ୍ଗଳ ହବ। ମୁଁ ଆଉ ବିଶେଷ କିଛି କହୁନି କି ଟପିକ ବି କହୁନାହିଁ। ତେଣୁ ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରୁଛି। ଆପଣ ଯାହା କରିଦେବେ ଆମ ପାଇଁ ଆମ ମଙ୍ଗଳ। ତେଣୁ ଆପଣଙ୍କୁ ଯାହା ସଜେସନ ନେବେ ସେଇଟା ଠିକ। ଆଚ୍ଛା, ହଉ, ଏତିକି କହିକି ମୁଁ ରହୁଛି। ହଉ ହଉ, ଧନ୍ୟବାଦ, ଅଶେଷ ଅଶେଷ ଧନ୍ୟବାଦ। ମତାମତ ରଖିଲେ, ଗୋଟେ ସୁନ୍ଦର ମତାମତ। ଆଉ ମୁଁ ବି ମାନେ 2ଟା ଭିତରେ ମୁଁ ଅଛି ଏଠି। 2ଟା ପରେ ପ୍ରସ୍ତୁତି ପର୍ବ ଆରମ୍ଭ ହେବ ଯିବା ପାଇଁ। କାର୍ ଅବଶ୍ୟ ଆସି ପହଞ୍ଚିବ 2:30 କ'ଣ କି 3ଟାରେ ଆମେ ଏଠୁ ବାହାରିବୁ। ତେଣୁ ମୁଁ ସେ ପ୍ରକାର ଗୋଟେ ଟେନସନ୍, ସେଠି ଗୋଟେ 1600 ଲୋକଙ୍କ ପାଇଁ ଆରେଞ୍ଜମେଣ୍ଟ କରାହେଇଛି, ଖାଦ୍ୟପେୟ, ତାଙ୍କର ଯେଉଁ ପ୍ରସ୍ତୁତି ପର୍ବ। ତେବେ ବହୁତ ସ୍ୱାଗତ ଯୋଗ୍ୟ କଥା। ସମସ୍ତଙ୍କର ମତାମତ ପାଇଁ ଗୋଟେ ଭଲ ସିକ୍ୱେନ୍ସରେ ଆମେ ପହଞ୍ଚିଲେ, ମାନେ ମତାମତକୁ ନେଇକିରି ଆମେ ଷ୍ଟାଣ୍ଡ କଲେ। ଯେହେତୁ କେତେ ଗୁଡ଼ିଏ କଥା ଅଛି, ମୁଁ କାଲି ଯେଉଁଟା କହିଥିଲି ଆଜି ସେଇଟା କହିବି, ଏକ୍ଜାକ୍ଟ ସମ୍ଭବ ନୁହେଁ। କେତେବେଳେ କ'ଣ ଆସୁଛି କୁହାଯାଉଛି। ତେବେ ସେଇଟାକୁ ମୁଁ ଭାବୁଛି କମିଂ ଶନିବାର ଆମେ ପୁଣି ବିସ୍ତୃତ ଭାବରେ ଆଲୋଚନା କରିବା। ହୁଏତ ଆଉ କ'ଣ ନୂଆ ନିର୍ଦ୍ଦେଶ ଆସିପାରେ ଭାଗବତରୁ।
ଆଜି ଗୋଟେ ସର୍ଟ ପିରିୟଡ଼ ପାଇଁ ଆମେ ଯାହା ବର୍ତ୍ତମାନ ମାନସିକ ପ୍ରସ୍ତୁତି ନେଲି ଆସିଲା ଏଇ ବିଷୟରେ ମୁଁ କହିବି। ସେଇଟାକୁ ଆମେ ଆଜି ରଖିବା। ବହୁତ ପବିତ୍ର ଏ ସତ୍ସଙ୍ଗ ବହୁତ ପବିତ୍ର ର ଦିନ। ଯଦି କିଛି ମୂଲ୍ୟବାନ ସମୟ ତୁମ ଭିତରେ ଥାଏ, ତୁମ ଜୀବନରେ ଆସି ପହଞ୍ଚେ, ସମସ୍ତଙ୍କଠାରୁ ପାୱାରଫୁଲ ମୁହୂର୍ତ୍ତ ହେଉଛି ସତ୍ସଙ୍ଗ। ଏଇଟା ପୁରା ଅଣ୍ଡରଲାଇନ୍ କରି ରଖନ୍ତୁ। 1 ନୁହେଁ 2 ନୁହେଁ 3 ଥର ଅଣ୍ଡରଲାଇନ୍ କରି ରଖନ୍ତୁ। 3ଟା କାଳିରେ ସତ୍ସଙ୍ଗ ହେଉଛି ତୁମ ଜୀବନର ମହତ୍ୱପୂର୍ଣ୍ଣ ସମୟ। କାରଣ ଏଠି ତୁମର ବହୁ ଜନ୍ମର କର୍ମ ଉଦ୍ଧାର ହେଇଯିବ। ବହୁ ଜନ୍ମ, ଏ ଜନ୍ମ ନୁହେଁ, ପୂର୍ବ ଜନ୍ମ ନୁହେଁ, ପୂର୍ବ ମାନେ ପୂର୍ବରୁ ଯେଉଁ ଜନ୍ମ ନେଇଥିଲେ ଜଷ୍ଟ ପୂର୍ବରୁ, ସେଇଟା ବି ନୁହେଁ, ତା ପୂର୍ବରୁ ସେଇଟା ବି ନୁହେଁ, ତା ପୂର୍ବରୁ ସେଇଟା ବି ନୁହେଁ, କିନ୍ତୁ ଅନେକ ଜନ୍ମ ହେଲାଣି। ଅନେକ ଜନ୍ମର ଏଇ କେତୋଟି ମୁହୂର୍ତ୍ତ ତୁମକୁ ମୁକ୍ତିର ପଥ ଦେବ। এই ଯେଉଁ ସଂସାର ଚକ୍ରରେ ଆମେ ଯିବା ଆସିବା କରୁଛେ, ସେ ସଂସାର ଚକ୍ର ଯିବା ଆସିବାର ଆବାଗମନର ବନ୍ଧନକୁ ଏ ସତ୍ସଙ୍ଗ ଖଡ଼୍ଗ, ସତ୍ସଙ୍ଗର ଖଡ଼୍ଗ ଅସ୍ତ୍ର ଛେଦନ କରିଦେବ। ତେଣୁ ଏତେ ପାୱାରଫୁଲ। ସେଥିପାଇଁ କୁହାଯାଇଛି ସତ୍ସଙ୍ଗ ହେଉଛି 7 ସ୍ୱର୍ଗ ଅପବର୍ଗ। 7ଟା ସ୍ୱର୍ଗ ତା ସହିତ ଲାଗିପାରିବ ନାହିଁ। ତେଣୁ ଏଇଠି ଆଜି ଅନୁଧ୍ୟାନ କରନ୍ତୁ, ଆଜି ହିଁ ଅନୁଧ୍ୟାନ କରନ୍ତୁ ବର୍ତ୍ତମାନ ଯେ ତୁମେ କେଉଁଠି ଅଛ, କେଉଁଠି ଅଛ। ତୁମର ପରମ ସୌଭାଗ୍ୟ। କେଉଁ ଜନ୍ମରେ କ'ଣ କରିଥିଲା ଆଜି ଏଠି ସତ୍ସଙ୍ଗରେ ବସିଛ। ମୁଁ କହୁନି ମୋ ସତ୍ସଙ୍ଗରେ ବସିଛ, ଯିଏ ଯେଉଁ ସତ୍ସଙ୍ଗରେ ବସୁ, ଯେଉଁଠି ଆଧ୍ୟାତ୍ମିକ ଜ୍ଞାନ ଥିବ, ଆତ୍ମାର ଜ୍ଞାନ ଥିବ, ସେଇଠି ଆଲୋଚନା ଯଦି ହେଉଥିବ ଆତ୍ମା କଥା, ସିଏ ହେଉଛି ସତ୍ସଙ୍ଗ। ପ୍ରକୃତ ସତ୍ସଙ୍ଗ ସେଇଟା। ଯଦି ସେଠି ଉପଭୋଗ କରିପାରିଲ, କେବଳ ଜଣେ ଯଦି ଆତ୍ମା କଥା କହୁଛି, କେବଳ ଆତ୍ମା କଥା, ଆତ୍ମା ବ୍ୟତିରେକ ସେ କିଛି କହୁନି, ଜାଣିବ ସେଇଟା ସତ୍ସଙ୍ଗର ଯିବ। କାରଣ ସତର ସଂଜ୍ଞା ସେଇଟା। ଯିଏ ଯେଉଁ ଆଗରୁ ବର୍ତ୍ତମାନ କହୁଥିଲେ ସତ୍ୟ ଉପରେ ଆଲୋଚନା କର, ସେ ସତ୍ୟ ହେଉଛି ଆତ୍ମା, ଚିରନ୍ତନ ସତ୍ୟ ଆତ୍ମା। ବୁଝିଲେ? ତେଣୁ ସତ୍ୟ ଯେଉଁଠି ଆଲୋଚନା ହେଉଛି ସେଇଟା ପବିତ୍ର। ଆଜି ଏଇ ପବିତ୍ର ସତ୍ସଙ୍ଗ ଉତ୍ସବରେ ମୁଁ ଗୋଟିଏ ସୁନ୍ଦର ପ୍ରବଚନ, ଅତି ମାର୍ମିକ, ଅତି ଆବଶ୍ୟକ, ଅତି ଜରୁରୀ ଯାହା କୁହନ୍ତି, ତୁମ ଜୀବନରେ ଏବଂ ଯୋଗ ସାଧନରେ ପ୍ରତ୍ୟେକ ମୁହୂର୍ତ୍ତ ପାଇଁ, ପ୍ରତି କ୍ଷଣରେ, ଆଉ ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ପରମ ଆବଶ୍ୟକ। ପରମ ଆବଶ୍ୟକ। ଏଇ ଯେଉଁ ସତ୍ସଙ୍ଗ ଆଜି ମୁଁ ସର୍ଟ ପିରିୟଡ଼ ପାଇଁ ଆଲୋଚନା କରିବି, ତାର ମୂଳ ଉତ୍ସ ହେଉଛି ମୁଁ କେନ୍ଦ୍ରରେ ରହିବି। ଏ ଶବ୍ଦ ସହିତ କିଛି କିଛି ଅଡ଼ୁଆ ଲାଗିପାରେ। ମୁଁ କ'ଣ କେନ୍ଦ୍ରରେ ରହିବି? ମୁଁ କ'ଣ କେନ୍ଦ୍ରରେ ନାହିଁ କି? ଦେଖନ୍ତୁ ତୁମେ କେଉଁଠି ଅଛ।
ଆଗେ ହିସାବ କରନ୍ତୁ। ତୁମେ କେନ୍ଦ୍ରରେ ଅଛ କି ପରିଧିରେ ଅଛ, କି ମଝିରେ ଅଛ, କି ପରିଧି ଆଡ଼କୁ ପରସେଣ୍ଟେଜ ଅଧିକା ଅଛି, କି କେନ୍ଦ୍ର ଆଡ଼କୁ ପରସେଣ୍ଟେଜ ଅଧିକା ଅଛି। ଦେଖନ୍ତୁ, ତୁମେ ଅନୁଧ୍ୟାନ କରିବ। ଏଇ ଆଲୋଚନାରେ ତୁମେ ଅନୁଧ୍ୟାନ କରିପାରିବ ମୁଁ କେଉଁଠି ଅଛି, ତୁମର ସ୍ଥିତି କେଉଁଠି। ଯେଉଁମାନେ ସତ୍ସଙ୍ଗକୁ ଆସିଗଲେ ସେମାନେ ନା କେନ୍ଦ୍ରରେ ଅଛନ୍ତି ନା ପରିଧିରେ ଅଛନ୍ତି, ମିଡିଲ ପଏଣ୍ଟକୁ ଆସିଗଲେ, ଟ୍ରାଫିକକି ଆସିଗଲେ, ବାଟ ଖୋଜିଲେ। ମୁଁ କେନ୍ଦ୍ରକୁ ଯିବି କି ପରିଧିକି ଯିବି? ଦୁଇଟି ବାଟ, ଦୁଇଟି ଦିଗ। ତୁମ ଜୀବନ ପାଇଁ ବାସ୍ତବରେ 4ଟି ଦିଗ ନାହିଁ। ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ସେ ଐଶାନ୍ୟ କୋଣ, ନୈಋତ୍ୟ କୋଣ, ଅଗ୍ନି କୋଣ। ଏଇ ଯେଉଁ କୋଣ ସବୁ ରହିଛି, ଏ କୋଣ ଆଡ଼କୁ ମଧ୍ୟ ନୁହେଁ, 4 ଦିଗ ମଧ୍ୟ ନୁହେଁ। ପୁଣି ଆକାଶ ଅଛି, ମର୍ତ୍ତ୍ୟ ଅଛି, ତଳକୁ ଯିବା, ପାତାଳ। ଏ ଯେତେ ଦିଗ ରହିଲାଣି, ଇଏ ବାସ୍ତବରେ ଦିଗ ନୁହେଁ। ତାହେଲେ ଦିଗ କୋଉଟା? କାହାକୁ ଦିଗ ଆମେ କହିବା? କାହାକୁ କହିବା ଦିଗ? ଯେଉଁ ଦିଗକୁ ଆମେ ମଝିରେ ଅଛେ, କେଉଁ ଦିଗକୁ ଯିବା ତାର ମାନେ ସନ୍ଧାନ ମିଳୁନି ଆମକୁ। କେତେ ଜନ୍ମ ହେଲାଣି, ଆମେ ଜନ୍ମ ନେଇ ନେଇ ଆସି ପହଞ୍ଚିଛେ। ତାହେଲେ ସେ ଦିଗ ଦୁଇଟା କିଏ? 2ଟି ଦିଗ। ଗୋଟେ ଦିଗ ହେଉଛି ପରିଧିକି, ଆଉ ଗୋଟେ ଦିଗ ହେଉଛି କେନ୍ଦ୍ରକୁ। ଗୋଟେ ପରିଧି ଆଡ଼କୁ ଯିବା ପାଇଁ ଦିଗ, ଆଉ ଗୋଟେ ବାସ୍ତବରେ କେନ୍ଦ୍ର ଆଡ଼କୁ ଯିବା ପାଇଁ ଦିଗ। ଏ 2ଟି ଦିଗ ପ୍ରକୃତରେ। କାହିଁକି ଏ ଅର୍ଥରେ ମୁଁ କହୁଛି ଯେ ଯଦି ଆମେ ବର୍ତ୍ତମାନ ପାରାଦୀପ ଯିବା, ଧର ଜଣେ କଟକରୁ ପାରାଦୀପ ଯିବ, ପାରାଦୀପ ତା ପୂର୍ବରେ ଅଛି। ପାରାଦୀପ ପୂର୍ବରେ ସମୁଦ୍ର ଅଛି, ବେ ଅଫ୍ ବେଙ୍ଗଲ। ତାପରେ ଆଣ୍ଟଲାର୍ଟିକା ତା ପୂର୍ବରେ। ତାପରେ କ'ଣ ଅଛି? ତାପରେ ଇଂଲଣ୍ଡ ଅଛି ତା ପୂର୍ବରେ। ଆଣ୍ଟଲାର୍ଟିକା ମହାସାଗର, ଇଂଲଣ୍ଡ ପରେ ଆରବ ସାଗର, ଆରବ ମହାସାଗର। ଆରବ ପରେ ତାର ପୂର୍ବରେ ଅଛି ବମ୍ବେ। ବମ୍ବେର ପୂର୍ବରେ ଅଛି କିଏ? ଓଡ଼ିଶା। ଓଡ଼ିଶାକୁ ଆସିଗଲ, ତମ କୋରାପୁଟ ଦେଇକରି ବା କେଉଁ ସେଇପଟେ ଆସି ପହଞ୍ଚିଲେ କଟକର ପୂର୍ବରେ ବା କଟକର ପଶ୍ଚିମରେ ଯେଉଁ ଥିଲା ଢେଙ୍କାନାଳ, ତୁମେ ଆସି ଢେଙ୍କାନାଳରେ ପହଞ୍ଚିଗଲ। କାରଣ ବମ୍ବେର ପୂର୍ବରେ ଢେଙ୍କାନାଳ ଅଛି, ଆଉ ଢେଙ୍କାନାଳ ପୂର୍ବରେ କଟକ ଅଛି। ବୁଝିଲେ? ତାମାନେ ଯାଇଥିଲ ପୂର୍ବକୁ, ପୁଣି ସେ ପୂର୍ବଟା ତୁମ ପଶ୍ଚିମରେ ଯିଏ ଥିଲା ଢେଙ୍କାନାଳ ଆଉ ମୁମ୍ବାଇ, ସିଏ ପୂର୍ବ ହେଇଗଲା। ତେଣୁ ଆମେ ଯଦି ଯିବା, କୌଣସି ଦିଗକୁ ଯିବା, ପରିଧିକି ଯିବା, ଠିକ ଅଛି, ପରିଧିରେ ତ ବହୁତ ଲମ୍ବା ବାଟ ଅଛି, କିନ୍ତୁ ଦିଗ ଯଦି ଆମେ ନିର୍ଣ୍ଣୟ କରିବା, ବାସ୍ତବରେ ଦିଗ କିଛି ନାହିଁ। ଦେଖନ୍ତୁ, ପ୍ରମାଣ ହେଲା, ଦିଗ ବୋଲି କିଛି ନାହିଁ। ଯିଏ ପଶ୍ଚିମ ଅଛି ସେ ପୂର୍ବ ହେଇଯିବ। ଯଦି ପଶ୍ଚିମ ବାଟେ ଷ୍ଟାର୍ଟ କରିବା, ପଶ୍ଚିମ ହେଇ ପୁଣି ଆସିକିରି ସେଇ କଟକରେ ପହଞ୍ଚ, ପାରାଦୀପ ଯାଇକିରି କଟକରେ ପହଞ୍ଚ, ପାରାଦୀପଟା ପୂର୍ବ ହେଇଯିବ, ପଶ୍ଚିମ ହେଇଯିବ। ତେଣୁ ଦିଗ ଭୁଲ। ତେବେ
ଆମେ ଏଇ ନିଷ୍କର୍ଷରେ ପହଞ୍ଚିଲେ ଦିଗ ବାସ୍ତବରେ ଦୁଇଟା, ଗୋଟେ ଭିତରକୁ ଯିବା ଆଉ ଗୋଟେ ବାହାରକୁ ଆସିବା। ତୁମେ ଏଇନା କୋଉଠି ଅଛ? ଅକଳି ହେଇଗଲା ଏ କଥା। ତୁମେ କୋଉଠି ଅଛ? ପ୍ରକୃତରେ ଭିତରେ ଅଛ କି ବାହାରେ ଅଛ ନା ମଝିରେ ଅଛ? ତୁମେ ଯଦି ବାହାରକୁ ଯିବ ତାହେଲେ ସବୁ କିଛି ମିଳିବ, ପୃଥିବୀ ସାରା ଜିନିଷ ମିଳିଯିବ ତୁମକୁ। ଖାଦ୍ୟ ବାହାରେ ଅଛି, ଚାକିରି ଅଛି ବାହାରେ, ଇଣ୍ଡଷ୍ଟ୍ରି ଅଛି ବାହାରେ, ବସ୍ ମାଲିକର ସ୍ୱାଦ ବାହାରେ ଅଛି, ରାଜନୀତିର ବିରାଟ ନେତା ପାଇଁ ବାହାରେ ପୋର୍ଟଫୋଲିଓ ଅଛି, ସବୁ ବାହାରେ ଏସବୁ ମିଳିବ। ମେଡିସିନ ବାହାରେ ଅଛି, ସଖା ସହୋଦର, ସଂସାର, ସ୍ତ୍ରୀ, ପିଲା, ବାପା ମା, ଆଉ ଯୋଉ ଈଶ୍ୱର ଖୋଜୁଛ, ଯମ, ଇନ୍ଦ୍ର, ଯେତେ ବରୁଣ, ଯେତେ ପ୍ରକାର ଦେବତା ସବୁ ଅଛନ୍ତି, ସବୁ ବାହାରେ ଅଛନ୍ତି, ପରିଧିରେ ଅଛନ୍ତି। ଭିତରେ କିଏ ଅଛି? କେନ୍ଦ୍ରରେ କିଏ ଅଛି? ତୁମେ ଯୋଉଠି ଅଛ, ଯୋଉ ସ୍ଥାନରେ ଅଛ, ସେଇଟା ତୁମ ଟ୍ରାଫିକ ମନେ ରଖନ୍ତୁ। ତୁମେ ଯଦି ଭିତରକୁ ଆସିବାକୁ ଅଛି ତାହେଲେ ଯୋଜନାବଦ୍ଧ ହବ, ଭିତରକୁ ମୁଁ ଯିବି। ଯଦି ବାହାରକୁ ଯିବାର ଅଛି ପରିଧିକି, ତାହେଲେ ସେ ବି ବାଟ ଉନ୍ମୁକ୍ତ ଅଛି। ତୁମେ ଯଦି ଯୋଗ ନ କରିବ ବାହାରକୁ ଯିବ, ଯୋଗ କଲେ ଭିତରକୁ ଆସିବ। ଯୋଗର ଅନ୍ୟ ନାମ ହେଉଛି ଅନ୍ତର୍ମୁଖୀ, ଅନ୍ତର୍ନିହିତ ଯାତ୍ରା, ଭିତରକୁ ଆସିବାର ଯାତ୍ରା। ସେଥିପାଇଁ ଗୋଟେ ଭଲ ସୁନ୍ଦର ଡେଫିନେସନ ଯୋଗର ରହିଛି, ଦୁଃଖ ସଂଯୋଗ ବିୟୋଗଂ ଯୋଗ ସଙ୍ଗୀତମ୍। ଦୁଃଖରେ ସଂଯୋଜିତ ହେଇଥିବା ସଂସାର, ଦୁଃଖ ସଂଯୋଗ ବିୟୋଗଂ, ଦୁଃଖରେ ଚାରିଆଡ଼େ ଦୁଃଖ ପୂର୍ଣ୍ଣ ରହିଛି ସଂସାରରେ, ତୁମେ ସେଥିରେ ବିୟୋଗ ହେଇଯିବା, ଯୋଗ। ତାମାନେ ପରିଧିରୁ ତୁମେ ଭିତରକୁ ଆସିବା ହେଉଛି ଯୋଗ। କାରଣ ଦୁଃଖ ଅଛି ବାହାରେ, ବାହାରେ ଦୁଃଖ ଅଛି, ଭିତରେ ସୁଖ ଅଛି। ବାହାରେ ଦୁଃଖ ଅଛି, ଭିତରେ ସୁଖ ଅଛି। ବାହାରେ ଦୁଃଖ ଅଛି, ଭିତରେ ସୁଖ ଅଛି। ଭିତରେ ଆନନ୍ଦ ଅଛି, ବାହାରେ ନିରାଶ ଅଛି। ଭିତରେ କେନ୍ଦ୍ରକୁ ରାସ୍ତା, ବାହାରେ ପରିଧିକି ରାସ୍ତା। ତେଣୁ ଦୁଃଖପୂର୍ଣ୍ଣ ସଂସାରରେ ଯେତେବେଳେ ବିୟୋଗ ହେଇଯିବ, ବିୟୋଗ ହେଲେ ମାନେ କ'ଣ, କୋଉଠି ତ ଆସିବ, ତମ ସ୍ଥିତି ତ ରହିବ ନା, ସଂସାରରେ ଆଉ ରହିବନି, ତୁମେ କେନ୍ଦ୍ରକୁ ପଳେଇ ଆସିବ, କେନ୍ଦ୍ରକୁ ପଳେଇ ଆସିବ। ତାମାନେ ତୁମେ ଯୋଉଠି ଅଛ ସେଠୁ ଯେତେବେଳେ କେନ୍ଦ୍ରକୁ ଆସିବ, କେନ୍ଦ୍ରକୁ ଆସିବା ପାଇଁ ପ୍ରଯତ୍ନ କରିବ ବା ଭାବନା କରିବ, ମାନେ ଏ ରାସ୍ତାଟା ବନ୍ଦ ହେଇଯିବ, ଆସ୍ତେ ଆସ୍ତେ ପରିଧି ରାସ୍ତା ବନ୍ଦ ହେବ। ଆଉ ତୁମେ ଯଦି କହିବ ମୁଁ ଯୋଗ କଲାବେଳେ କେନ୍ଦ୍ରକୁ ଆସିବି, ଆଉ ଦିନ ସାରା ପରିଧିରେ ରହିବି, ଯୋଗ ହବନି, ନା ବିୟୋଗ ହବ ନା ଯୋଗ ହବ, କିଛି ହବନି। ତୁମେ ଦିନରେ ଅସତ୍ୟ ସାଧନ କରିବ, ରାତିରେ ସତ୍ୟର ସାଧନ କରିବ, ସମ୍ଭବ? ଗୋଟିଏ ଲୋକ ତୁମେ ନା। ଦିନରେ ହିଂସା କରିବ, ରାତିରେ ଅହିଂସା କରିବ, ଏ ସମ୍ଭବ? ଦିନରେ ଚୋରି କରିବ, ରାତିରେ ଚୋରି ନ କରିବା ପାଇଁ ପ୍ରଯତ୍ନ କରିବ, ସମ୍ଭବ?
ଦିନରେ ଅପରିଗ୍ରହ ପାଳନ କରିବ, ରାତିରେ ଅପରିଗ୍ରହ ପାଳନ କରିବ, ଦିନରେ ପରିଗ୍ରହ ପାଳନ କରିବ। ସମ୍ଭବ? ପରିଗ୍ରହ ମାନେ ଭିକ୍ଷାବୃତ୍ତି କରିବା। ରାତିରେ କହିବ ନାଇଁ ମୁଁ ସେଟା କରିବିନି। ସମ୍ଭବ? ଦିନରେ ରାତିରେ ବ୍ରହ୍ମଚର୍ଯ୍ୟ ପାଳନ କରିବ, ଦିନରେ ବ୍ରହ୍ମଚର୍ଯ୍ୟ ପାଳନ ନ କରିବା ପାଇଁ ପ୍ରଯତ୍ନ କରିବ। ବ୍ରହ୍ମଚାରୀ ମାନେ ବ୍ରହ୍ମରେ ବିଚରଣ କରେ ଯେ ସେ ବ୍ରହ୍ମଚାରୀ। ଦିନରେ କହିବ ମୁଁ ବ୍ରହ୍ମଚାରୀ ନୁହେଁ, ରାତିରେ କହିବ ମୁଁ ବ୍ରହ୍ମଚାରୀ, ମୁଁ ବ୍ରହ୍ମ। ବ୍ରହ୍ମରେ ବିଚରଣ ଯିଏ କଲା ବ୍ରହ୍ମ, କିନ୍ତୁ ଦିନରେ ତୁମେ ବ୍ରହ୍ମରେ ଚାରଣ କରିବନି, ତୁମେ ଅବ୍ରହ୍ମରେ ବୁଲିବ। ହେୟ ମନ କରି ବୁଲିବ, ମୁଁ ତାହା ନାହିଁ। ଏ କ'ଣ ସମ୍ଭବ? ଇଏ କେବେ ସମ୍ଭବ ନୁହେଁ। ମାନେ ରାତି ଏବଂ ଦିନ, ତୁମ ରାତିଟା କେନ୍ଦ୍ର ଆଡ଼କୁ ଯିବ, ଆଉ ଦିନରେ ଯେଉଁ କହୁଛ ମୁଁ ପରିଧି ଆଡ଼କୁ ଯିବ, ତୁମେ ଟଣାଟଣି ହେଇକି ନିଜେ ଛିଡ଼ିଯିବ। ରାତିରେ ଯଦି କେନ୍ଦ୍ର ଆଡ଼କୁ ଆସୁଛ, ଦିନରେ ପୁଣି ପଳେଇ ଆସୁଛ। ମାନେ ଗୋଟେ ଘୋଡ଼ାର ମାଲିକ ଘୋଡ଼ା ଉପରେ ବସିଛି, ସେ ଗାଁକୁ ଆସିଲା, ଗୋଟେ ଗାଁକୁ ପ୍ରବେଶ କଲା, ପୁଣି ରାଉଣ୍ଡ ମାରିକିରି ବାହାରକୁ ପଳେଇଲା, ପୁଣି ଆସିଲା ସେଇ ଗାଁକୁ, ପୁଣି ବାହାରକୁ ଗଲା, ବାହାରକୁ ପଳେଇଲା କିଛି ବାଟ, ପୁଣି ସେ ଗାଁକୁ ଆସିଲା, ପୁଣି ବାହାରକୁ ଗଲା। ଲୋକ ପଚାରିଲେ ତୁମେ ଏଣେ ଆସୁଛ ପୁଣି ସେଣେ ଯାଉଛ, କାରଣ କ'ଣ? ତାହେଲେ କୁଆଡ଼େ ତୁମେ ଆସୁଛ? ହେ ଘୋଡ଼ା ଯିଏ ଚଲାଉଛି, ଘୋଡ଼ାରେ ବସିଛି, ସେ କହିଲା ମୁଁ ବି ଜାଣିନି ମୁଁ କାହିଁକି ଏ ଗାଁକୁ ଆସୁଛି ପୁଣି ବାହାରକୁ ଯାଉଛି। ଦେଖନ୍ତୁ, ଆମ ପରିସ୍ଥିତି ମଧ୍ୟ ସେୟା। ଯିଏ କେନ୍ଦ୍ରକୁ ଯିବା ଜାଣିନି କି ବାହାରକୁ ଯିବା ମଧ୍ୟ ଜାଣିନି, ସେ ସେହିପରି ସେ ଘୋଡ଼ା ଚାଳକ ପରି ସେ ଗାଁରେ ପ୍ରବେଶ କରିବ, ପୁଣି ଗାଁରୁ ବାହାରକୁ ଯିବ, ପୁଣି ଗାଁକୁ ଆସିବ, ପୁଣି ବାହାରକୁ ଯିବ, ଜାଣିନି ମୁଁ କୁଆଡ଼େ ଯାଉଛି। ଅଧିକାଂଶ ଲୋକଙ୍କର ଗତି ମଧ୍ୟ ସେୟା। ସେ ଦିଗ ନିର୍ଣ୍ଣୟ କରିନାହାନ୍ତି, ନା କେନ୍ଦ୍ରକୁ ଯିବେ କି ବାହାରକୁ ଆସିବେ। ନା କେନ୍ଦ୍ର ଅଛି ଠିକଣା, ନା ପରିଧିର ଠିକଣା ଅଛି ତାଙ୍କ ପାଖରେ। ଏମିତି ବି ଅଛନ୍ତି ବହୁତ ଲୋକ, କି ଜାଣନ୍ତିନି ମୁଁ କୁଆଡ଼େ ଯାଉଛି, ମୁଁ କ'ଣ କାମ କରୁଛି, ମୁଁ କାହିଁକି ଆସିଛି, ମୁଁ କୁଆଡ଼େ ଯିବି। ତାଙ୍କ ପରିସ୍ଥିତି ହେଉଛି ସେୟା। ସେ କେବେ ଅନୁମୟ କରିପାରିବେନି କୁଆଡ଼େ ଯାଉଛନ୍ତି। ଯେମିତି ଆମର ଆଜ୍ ୟୁଜୁଆଲ୍ ଲାଇଫ୍। ହଁ, ଆମେ ସକାଳୁ ଉଠିଲେ, ଜଳଖିଆ କଲେ, ଖାଇଲେ, ବସିଲେ, ଉଠିଲେ, ଦିନଚର୍ଯ୍ୟା କଲେ, ପୁଣି ରାତିରେ ଶୋଇଲେ, ପୁଣି ସକାଳୁ ଉଠିଲେ ସେଇ କାମ କଲେ। ନା କେନ୍ଦ୍ରକୁ ତୁମେ ଯିବ, ନା ପରିଧିକି ଯିବ, କୁଆଡ଼େ ଯାଇପାରିବନି ତୁମେ। ତେଣୁ ତୁମେ ସିଲେକ୍ସନ୍ କର, ଆଜି ନିର୍ଣ୍ଣୟ ନିଅ, ମୁଁ କେନ୍ଦ୍ରକୁ ଯିବି କି ବାହାରକୁ ଯିବି। ଯଦି ଦିନରେ ବାହାରକୁ ଯିବ, ତାହେଲେ ରାତିରେ କେନ୍ଦ୍ରକୁ ଆସିପାରିବନି, କେନ୍ଦ୍ରକୁ ଆସିପାରିବନି। ତେଣୁ ଗୋଟିଏ ସିଲେକ୍ସନ୍ ନିଅ, ମୁଁ କେନ୍ଦ୍ରକୁ ଯିବି କି ପରିଧିକି ଯିବି। ଯଦି ପରିଧିକି ଯିବ, ତାହେଲେ ଯୋଗର ଆବଶ୍ୟକତା ନାହିଁ, ଏଠି ଆଡ଼ମିସନ୍ କରିବା କିଛି ଆବଶ୍ୟକତା ନାହିଁ। ସେ ଅଟୋମେଟିକ୍ ନେଇଯିବ ଟାଣିକିରି ତୁମକୁ ପରିଧିକି। ଆଉ ଯଦି କେନ୍ଦ୍ରକୁ ଆସିବ, ତାହେଲେ ଯୋଗର ଆବଶ୍ୟକତା ଅଛି, ବିୟୋଗ ହେବାର ଆବଶ୍ୟକତା ଅଛି ସଂସାରରେ। ବିୟୋଗ ନହେଲେ ଯୋଗ ହେଇପାରିବନି। ଯେମିତି ମୁସଲିମ ରାଜା ଥିଲେ ଆମର ଚେଙ୍ଗିଜ୍ ଖାଁ। ନା ଯେମିତି କାମ ସେମିତି। ସିଏ ଘୋଡ଼ାରେ ଯିବେ ଚଢ଼ିକିରି, ଗୋଟେ ତରୁଆଲ ଧରିଥିବେ। ଆଉରଙ୍ଗଜେବ ହଉ ବା ଚେଙ୍ଗିଜ୍ ଖାଁ ହଉ, ଯେତେ ଅଛନ୍ତି ସବୁ
କ୍ରିମିନାଲ କାଟେଗୋରୀର। ତା କରେରେ ଯେଉଁ ଲୋକ ଆସିଥିବ ଯାଉଥିବ ତାକୁ ହାଣିକିରି ପଳେଇବ। ଏ ଘୋଡ଼ାରେ ଯାଉଥିବ ତା ଗର୍ଦ୍ଦନଟାକୁ ଖସେଇଦେବ। ତେଣୁ ଯାହା ଭାଗ୍ୟରେ ଥିବ ସେ ତାଙ୍କ ହାବୁଡ଼ରେ ପଡ଼ିବେ। ନିହାତି ସକାଳୁ ଉଠି 8ଟା ଲୋକଙ୍କୁ ସେ ମାରିବ। ତାହେଲେ ସେ ରାଜା ହେବେ କି ନାହିଁ? ଏଇଭଳି କାମ କରୁଥିଲେ। ତେଣୁ ତାଙ୍କୁ ଯଦି କୁହାଯିବ ତୁମେ ଯୋଗ କର, ସେ ଯୋଗ କରିବେ? ସେ ବ୍ୟକ୍ତି ସକାଳୁ ଉଠିଲେ 8 ଜଣଙ୍କୁ ସେ ମାରିବେ। ରାସ୍ତାରେ ଘୋଡ଼ା ଚଲେଇବେ, ତରୁଆଲ ଧରିଥିବେ, ତାଙ୍କ ପାଖକୁ ଯିଏ ଯାଉଥିବ ବା ପଛରୁ ଚୋଟଟେ ମାରିକି ସେ ଆଗକୁ ଯିବେ। ତାଙ୍କୁ ଖୁସି ଲାଗିଲା। ଚେଙ୍ଗିଜ ଖାଁ ସେମିତି ତୁମେ ଯଦି ଭିତରକୁ ଆସିବ, ବାହାରେ ଏଇ ଯେଉଁ ଦୃଶ୍ୟ ଅଛି ବା ଅଭାବନୀୟ ଦୃଶ୍ୟ ତୁମକୁ ତ୍ୟାଗ କରିବାକୁ ପଡ଼ିବ। ସଂଯମତା ରକ୍ଷା କରିବ। ରକ୍ଷା ନ କଲେ, ସଂଯମ ରକ୍ଷା ନ କଲେ ତୁମେ ଭିତରକୁ ଆସିପାରିବନି। ଅତି ଶାନ୍ତ ହେବାକୁ ପଡ଼ିବ। ବାହାରର ପରିଧିକି ବା ବାହାର ପରିଧି ଯେଉଁ ଅଛି ସେ ତୁମକୁ ଯେମିତି ହଲଚଲ ନ କରେ ଭିତରକୁ ଆସିବା ପାଇଁ। ତୁମେ ଛିଡ଼ା ହେଇଛ ଠିକ୍ ଟ୍ରାଫିକରେ, ତୁମକୁ ବାହାରେ ଦେଖାହେଉଛି ଲୋଭ, ବାହାରେ ଦେଖାହେଉଛି ଆନନ୍ଦ, ମିଛିମିଛିକା ଆନନ୍ଦ, ବାହାରେ ଦେଖାହେଉଛି ଈଶ୍ୱର, ବାହାରେ ଦେଖାହେଉଛି ଧନ ସମ୍ପତ୍ତି, ବିରାଟ ପ୍ରାଚୁର୍ଯ୍ୟ, ଧନୀ ହେବାର ଯୋଜନା। ଆକର୍ଷଣ କରିବନି କି ତୁମକୁ? ପ୍ରେମ ଭାବ ଆକର୍ଷଣ କରିବନି କି? ଲୋଭ ଭାବ ଆକର୍ଷଣ କରିବନି କି? ବନ୍ଧୁ ଭାବ ଆକର୍ଷଣ କରିବନି କି? ସବୁ ଆକର୍ଷଣ କରିବା ପାଇଁ ଅପେକ୍ଷା କରିଛନ୍ତି ବାହାରେ। କିନ୍ତୁ ତୁମେ ଜାଣିନ ତୁମେ କିଏ? ତୁମେ ବାସ୍ତବରେ ଜାଣିନ ତୁମେ କିଏ? ତୁମେ ଛିଡ଼ା ହେଇଛ ଟ୍ରାଫିକରେ, ମାନେ ମଝି ରାସ୍ତାରେ, ମଝିରେ ଛିଡ଼ା ହେଇଛ। ନା ବାହାରକୁ ମୁଁ ପରିଧିକି ଯିବି ନା କେନ୍ଦ୍ରକୁ ଆସିବି। କେନ୍ଦ୍ରକୁ ଆସିଲେ ତୁମ ପରିଚୟ ପାଇବା ତୁମେ କିଏ। ଯଦି ତୁମେ ନିଜର ପରିଚୟ ଜାଣିନା ତାହେଲେ ଧନୀ ହେବାର ଆବଶ୍ୟକତା କ'ଣ ଅଛି? ଯଦି ନିଜର ପ୍ରଭାବ ଜାଣିନ ତାହେଲେ ପ୍ରଭାବଶାଳୀ ବ୍ୟକ୍ତି ବୋଲି କେମିତି ପରିଚୟ ଦେବ ତୁମେ? ଯଦି ନିଜେ ପ୍ରଭାବିତ ନ ହେଇଛ ନିଜ ଶକ୍ତିରେ ତାହେଲେ ଅନ୍ୟମାନଙ୍କୁ କେମିତି ପ୍ରଭାବିତ କରିବ? ଗୋଟେ ସିଂହାସନ ମିଳିଯିବ, ସିଂହାସନ ବି ବାହାରେ ଅଛି ପରିଧିରେ। ରାଜସିଂହାସନ ଅଛି ଯୋଉଟା ବୁଦ୍ଧ ଫୋପାଡ଼ି ଦେଇକିରି, ମହାବୀର ଫୋପାଡ଼ି ଦେଇକିରି ଭିତରକୁ ଆସିଲେ। ସିଂହାସନ ବାହାରେ ଥିଲା, ପରିଧିରେ ଥିଲା, ଫୋପାଡ଼ି ଦେଇକି ଭିତରକୁ ପଳେଇ ଆସିଲେ। ଅଶୋକ, ଚଣ୍ଡାଶୋକ, ଏଇଠି ଆମ ଦୟା ନଦୀ, ଭୁବନେଶ୍ୱରର ଦୟା ନଦୀ, ଦୟା ନଦୀ କୂଳରେ ଶହ ଶହ ଲୋକଙ୍କୁ ମାରିଲେ। ରକ୍ତର ନଦୀ ରକ୍ତ ବର୍ଣ୍ଣିତ ହେଇଗଲା, ରକ୍ତ ଧାରା ଛୁଟିଲା। ଏଇ ଦୟା ନଦୀ, ଉତ୍ତରା ଛକ, ବୌଦ୍ଧ ସ୍ତୂପ ଅଛି, ଦେଖିବେ ଯାଇକିରି କେତେବେଳେ ସେଠି। ବହୁତ ଲୋକଙ୍କୁ ମାରିଲା ପରେ ଜଣେ ବୁଢ଼ୀ ଲୋକ ନଈ ସେପଟରେ ଡାକୁଛି, ଅଶୋକ ରହ ମୁଁ ତୋ ପାଖକୁ ଯିବି, ମତେ ତ ମାରିବୁ। ବୁଢ଼ୀ ଆସିଲା ଏପଟୁ ନଈ ସ୍ରୋତ ଡେଇଁକିରି, କହିଲା ମୋର 2ଟି ପୁଅ ଥିଲେ, 2ଟାଙ୍କ ପୁଅ ମରିଗଲେ। ମୁଁ ମାନୁଛି ତୁ ବୀର, ମୁଁ ମାନୁଛି ତୋ ହାତରେ ଅସ୍ତ୍ର ଅଛି, ମୋତେ ବି ହାଣିପାରିବ। ଆଉ କଳିଙ୍ଗର ଅନେକ ଲୋକଙ୍କୁ ହାଣି ସାରିଛୁ, ମୋତେ ଦୟା କର,
ଟିକେ ଦୟା କରିକରି ମୋର ଗୋଟିଏ ପୁଅକୁ ତୁ ବଞ୍ଚେଇ ଦେଲୁ। ଗୋଟିଏ ପୁଅ ମୁଁ ଚାହୁଁଛି। ତୁ ତ କୋଟି କୋଟି ଲୋକଙ୍କୁ ମାରି ସାରିଲୁଣି। ଗୋଟିଏ ପୁଅ ମୋର ଦରକାର। ମୋର 2ଟି ପୁଅରୁ ଗୋଟିଏ ପୁଅ ଦରକାର। ଅଛି ବୀରତ୍ୱ ତୋ ପାଖରେ ବଞ୍ଚେଇବାର, ଅଛି ସାହସ ତୋ ପାଖରେ ଜୀବଦାନ ଦେବାର, ଅଛି ସାହସ ତୋ ପାଖରେ ମୃତ୍ୟୁରୁ ଜୀବନ୍ତକୁ ଆଣିବାର। ଅଶୋକ ଧରିଥିଲେ ଖଡ୍ଗ, ଗଳି ପଡ଼ିଲା ତାଙ୍କ ହାତରୁ। ଏ ଶବ୍ଦରେ ଗଳି ପଡ଼ିଲା ଅସ୍ତ୍ର ତାଙ୍କ ହାତରୁ। ଆରେ ମୁଁ ତ ବଞ୍ଚେଇ ପାରିବିନି କାହାକୁ, ମୁଁ ତ ମାରି ଚାଲିଛି। ଅଶୋକ ସେଇଠି ପରିବର୍ତ୍ତନ ହେଇଗଲେ। এই যে ଶବ୍ଦ ବ୍ରହ୍ମ ଦେଖନ୍ତୁ, ଗୋଟିଏ ଶବ୍ଦରେ ଶକ୍ତି ଅଛି। ଗୋଟିଏ ସ୍ତ୍ରୀ ଲୋକର ଶବ୍ଦରେ ଗଳି ପଡ଼ିଲା ଅଶୋକଙ୍କ ଅସ୍ତ୍ର। ମଗଧ ଫେରିଗଲେ ଆଉ ଯୁଦ୍ଧ କରିବେନି। ପରିବର୍ତ୍ତନ ହେଇଗଲେ ଚଣ୍ଡାଶୋକରୁ ଧର୍ମାଶୋକ। ପରିଧିରେ ବୁଲୁଥିଲେ, କେନ୍ଦ୍ରକୁ ଫେରି ଆସିଲେ ପୁଣି। କାରଣ କେନ୍ଦ୍ରରେ ସମସ୍ତ ଶକ୍ତି ଅଛି। ଆଉ ଯେପର୍ଯ୍ୟନ୍ତ ତୁମେ ପରିଧିରେ ଅଛ, ଯେପର୍ଯ୍ୟନ୍ତ ଏଇ ସବୁ କାମ କରୁଥିବ, ସେ ପର୍ଯ୍ୟନ୍ତ କେନ୍ଦ୍ରକୁ ଆସିପାରିବନି। ମୁଁ ଯାଇଥିଲି ସେଇ ଧଉଳି, ଦେଖିବେ କେତେବେଳେ ଯାଇକିରି। ବୌଦ୍ଧ ମୂର୍ତ୍ତି ଅଛି। ସେ ବହୁତ ପ୍ରଚାର କରିଛନ୍ତି ବୌଦ୍ଧ ଧର୍ମ। ତେଣୁ ସେମିତି ତୁମେ ଜଣେ ଜଣେ ଛୋଟ ଅଶୋକ, ଛୋଟ ଅଙ୍ଗୁଳିମାଳ। ତୁମ ଭିତରେ ବି ଛୋଟ ଅଶୋକର ରକ୍ତ ପ୍ରବାହିତ ହେଉଛି, ଛୋଟ ଅଙ୍ଗୁଳିମାଳର ରକ୍ତ ମଧ୍ୟ ପ୍ରବାହିତ ହେଉଛି। ଛୋଟ ପରିଗ୍ରହର ରକ୍ତ ମଧ୍ୟ ଅଛି, ଛୋଟ ହିଂସାର ରକ୍ତ ମଧ୍ୟ ଅଛି, ଛୋଟ ଅସତ୍ୟର ରକ୍ତ ମଧ୍ୟ ଅଛି ତୁମ ଭିତରେ। ତାମାନେ ତୁମ ଭିତରେ ଅସ୍ତେୟର ଗୁଣ ନାହିଁ, ସ୍ତେୟ। ତେଣୁ ଯେପର୍ଯ୍ୟନ୍ତ ଏଇ ଗୁଣ ସବୁ ପ୍ରବାହିତ ହେଉଛି, ସେ ପର୍ଯ୍ୟନ୍ତ ତୁମେ ପରିଧିରେ ଅଛ, କେନ୍ଦ୍ରକୁ ଆସିପାରିବନି। ମଝିରେ ଜଣେ ନଈ ମଝିରେ ଛିଡ଼ା ହେଇଛି। ତୁମେ କହ ଏ ତୁଠକୁ ଆସ ଏବଂ ସେ ତୁଠକୁ ଯାଅ, ସମ୍ଭବ? ଗୋଟିଏ ସମୟରେ ତୁମେ ଗୋଟିଏ ତୁଠକୁ ଆସିବ, ଆର ପାରିକି ଯାଇପାରିବନି କେବେ। ଦ୍ୱିଖଣ୍ଡ ହେଇପାରିବନି ତୁମେ। ତେଣୁ ଗୋଟିଏ ତୁଠକୁ ଆସିବାକୁ ହେଲେ, ଗୋଟେ କଡ଼କୁ ନଈର ପଠାକୁ ଆସିବାକୁ ହେଲେ ଆଉ ଗୋଟେ ପଠା ଛାଡ଼ିବାକୁ ପଡ଼ିବ ତୁମକୁ। ଆଉ ସେ ପଠାଟା ଶୂନ୍ୟ, ମରିଚିକା ସଦୃଶ୍ୟ ବାହାରେ, ଯାହାକୁ ତୁମେ ଯୁଆଡ଼େ ଯାଉଛ, ଯୁଆଡ଼େ ଯାଉଛ, ଯେତେ ବାଟ ଯାଅ, ଅରବ ଖରବ ଟଙ୍କା ରଖ, ଏ ତ 300 କୋଟି ଟଙ୍କା ବାହାରିଲା। ଏ ପରିଧିରେ ଥିଲା। ପରିଧିକି ଗଲେ କେହି ଶାନ୍ତି ପାଇବେନି। ପରିଧିରେ କିଛି ନାହିଁ। ତେଣୁ ତୁମେ କେନ୍ଦ୍ରକୁ ଆସି କେନ୍ଦ୍ରର ମାଲିକ ହୁଅ। କେନ୍ଦ୍ର ତୁମକୁ ପରିବର୍ତ୍ତନ କରିବ, କେନ୍ଦ୍ର ତୁମକୁ ପ୍ରଭାବଶାଳୀ କରିବ।
କେନ୍ଦ୍ରରେ ରୁହ ଅର୍ଥ ତୁମେ କେନ୍ଦ୍ରର ସମସ୍ତ ଶକ୍ତିକୁ ଆହରଣ କର। କେନ୍ଦ୍ରକୁ ଆସିକିରି ନିଜର ସତ୍ତାର ଗଭୀରତମ ପ୍ରଦେଶକୁ, ଯେଉଁଟାକି ଅରବିନ୍ଦ କହୁଥିଲେ, ଗୋ ଡିପର ଇନଟୁ ୟୁର ସୋଲ୍, ଗୋ ଡିପର ଇନଟୁ ୟୁର ସୋଲ୍, ନିଜର ଆତ୍ମା ଭିତରେ, ନିଜ ଆତ୍ମାର ଗଭୀରତମ ପ୍ରଦେଶକୁ ପ୍ରବେଶ କର। ତାର ଓଜ, ତାର ବଳ, ତାର ସାହସ, ଧନ, ରତ୍ନ, ବୈଭବ, ବୈରାଗ୍ୟ ସବୁ ମିଳିଯିବ ତୁମକୁ ସେଠି। କେନ୍ଦ୍ରରେ ସବୁ ଅଛି, କେନ୍ଦ୍ରରେ ସବୁ ଅଛି, ପରିଧିରେ କିଛି ନାହିଁ। ତେଣୁ କେନ୍ଦ୍ରକୁ ଆସିବାକୁ ତ ଯୋଗ ଦରକାର। ଆଉ ଗୋଟେ ବଡ଼, ମୁଁ ଯେଉଁଟା କହୁଥିଲି ପ୍ରଥମରୁ ଭୁଲି ଯାଇଛି, ମୁଁ ଯେଉଁଟା କହୁଥିଲି ଯେ ତୁମକୁ, ଯେ ତୁମେ କେନ୍ଦ୍ରକୁ ଆସିକିରି ନିଜେ ସେଇ କେନ୍ଦ୍ରବିନ୍ଦୁ ହୁଅ। ବୁଝିଲେ? ତୁମେ କେନ୍ଦ୍ରବିନ୍ଦୁ ହେଇଯାଅ ସାରା ଜଗତ। ଏ ଜଗତଟାକୁ ପରିଧି ଭାବ। କାରଣ ମୁଁ ବା ଆତ୍ମା, ମୁଁ ଯେଉଁଠି ଅଛି, ମୁଁ ଯେଉଁଠି ଅଛି ସେଟା କେନ୍ଦ୍ର ଭାବ। କେନ୍ଦ୍ରରୁ ବିଚ୍ୟୁତ ହୁଅନି, କେନ୍ଦ୍ରଚ୍ୟୁତ ହୁଅନି। ତୁମେ ନିଜ କେନ୍ଦ୍ରରେ ରହିକିରି ସାରା ପୃଥିବୀକି ପରିଧି ଭାବ। କେମିତି ଭାବିବ? କେମିତି ଭାବିବ? ଯେମିତି ଆକର୍ଷଣ କରୁଛି କିଏ ତୁମକୁ? ପରିଧି ଆକର୍ଷଣ କରୁଛି। ଲୋଭ, ମୋହ, କ୍ରୋଧ, ହିଂସା, ବୈଭବ ଆକର୍ଷଣ କରୁନି କି? ଅପୋଜିଟ୍ ସେକ୍ସ ଆକର୍ଷଣ କରୁନି କି? ବୁଝିଲେ? ସେମିତି ଭିତରେ ମଧ୍ୟ ଆକର୍ଷଣ ଶକ୍ତି ଅଛି। ତୁମର କେବଳ ଜ୍ଞାନ ହେଇଗଲେ ତୁମେ ଆକର୍ଷିତ ହେବ ଭିତରକୁ ଆସିବା ପାଇଁ, କେନ୍ଦ୍ରରେ ରହିବା ପାଇଁ। ଜ୍ଞାନ ହେଇଯିବା ଦରକାର ଯେ ମୋ ଭିତରେ ମୁଁ କିଏ, ମୁଁ ବାସ୍ତବରେ କିଏ, ମୁଁ ବାସ୍ତବରେ କିଏ, ଆଉ କେନ୍ଦ୍ରଟା କ'ଣ, କେନ୍ଦ୍ରରେ କିଏ ଅଛି, ତାର ଟେରିଟୋରି କ'ଣ, ତାର କଳେବର କ'ଣ, ତାର ଆସେଟ୍ସ ବା କ'ଣ କ'ଣ ଅଛି ସେ ଭିତରେ, କେନ୍ଦ୍ର ଆମେ ଯାହା କହୁଛେ ସେଇଟା କ'ଣ। ଏଇ ଜ୍ଞାନ ଯେତେବେଳେ ହେଇଯିବ ତୁମେ କେନ୍ଦ୍ରକୁ ଆସିବା ପାଇଁ ଆକର୍ଷିତ ହେବ। କେନ୍ଦ୍ରଟା ହେଉଛି ଶୂନ୍ୟ, କେନ୍ଦ୍ରଟା ଶୂନ୍ୟ, ଆଉ ସେ ଶୂନ୍ୟଟା ତୁମେ। କେନ୍ଦ୍ର ଶୂନ୍ୟ, ଆଉ ସେ ଶୂନ୍ୟର ରୂପ ବା ତୁମର ରୂପ ହେଉଛି ଶୂନ୍ୟ ରୂପ। କେମିତି ବୁଝେଇବ? ଏ ବିଶ୍ୱ ବ୍ରହ୍ମାଣ୍ଡ ରହସ୍ୟକୁ କେମିତି ବୁଝେଇବ ତୁମେ କୁହନ୍ତୁ? ତୁମେ ଶୂନ୍ୟ ରୂପ, ତୁମେ ଶୂନ୍ୟ ରୂପ। ବୁଝିପାରିଲ? ଶୂନ୍ୟ ରୂପଟାକୁ କେମିତି ବୁଝେଇବି ମୁଁ ତୁମକୁ? ତାମାନେ ଶୂନ୍ୟରେ ସବୁ ଅଛି କି ନାହିଁ? ଶୂନ୍ୟରେ ଆକାଶ ଅଛି, ଶୂନ୍ୟରେ ପୃଥିବୀ ଅଛି, ଶୂନ୍ୟରେ ଗ୍ରହ ନକ୍ଷତ୍ର ଅଛନ୍ତି, ଶୂନ୍ୟରେ ସବୁ କିଛି ଅଛି। ଅଛି କି ନାହିଁ ଶୂନ୍ୟରେ? ନା ଆଉ କେଉଁଠି ଅଛି? ପୃଥିବୀଟା କେଉଁଠି ଅଛି ଦେଖନ୍ତୁ? ପୃଥିବୀ କେଉଁଠି ଅଛି ଦେଖନ୍ତୁ? ପୃଥିବୀରେ କ'ଣ ପୃଥିବୀ ଭିତରେ ଅଛି ପୃଥିବୀଟା? ପୃଥିବୀ ଆଶ୍ରା କରିଛି। କାହାକୁ ଆଶ୍ରା କରିଛି? ନା ଶୂନ୍ୟକୁ ଆଶ୍ରା କରିଛି। ବୁଝିଲେ? ଯେଉଁ ଶୂନ୍ୟ ରୂପ ମୁଁ କହୁଛି
ସେ ଶୂନ୍ୟଟା କ'ଣ? ମହାଶୂନ୍ୟରେ ଯେବେ ଥିଲା ଓଙ୍କାର ତହୁଁ ଜନ୍ମିଲା। ମହାଶୂନ୍ୟ ମାନେ ଓଙ୍କାର ହେଉଛି ତୁମର ବାସ୍ତବ ରୂପ, ବାସ୍ତବ ମନ୍ତ୍ର, ବାସ୍ତବ ଶରୀର। ବୁଝିଲେ? ଯେଉଁ ଶୂନ୍ୟକୁ ମଧ୍ୟ ଓଙ୍କାର ବାନ୍ଧି ରଖିଛି। ଆଉ ତୁମେ ଯଦି ତାର ଠିକଣା ମିଳିଗଲା, କେନ୍ଦ୍ରରେ ଆସିବା ପାଇଁ ଆଗ୍ରହ ହବନି କି ଯେ ମୁଁ ସେଇ ଶୂନ୍ୟ ରୂପ। ଦେଖନ୍ତୁ ଏସବୁ ଫିକା ପଡ଼ିଯାଉଛି। ପରିଧିର ରୂପଟା ଫିକା ପଡ଼ିଯାଉଛି। ଯେଉଁ ସୁନା 2-4 ଖଣ୍ଡ ବିସ୍କୁଟ ଆଣି ରହରେ ରଖିବ, ଫିକା ପଡ଼ିଯାଉନି? ତମର ତ ସେଇ ରୂପରେ ସବୁ ସୁନା ଅଛି। ତମ ଶୂନ୍ୟ ରୂପରେ ସବୁ ସୁନା ଅଛି, ସବୁ ପର୍ବତ ଅଛି, ସବୁ ତାରା ନକ୍ଷତ୍ର ଅଛନ୍ତି, ସବୁ ଶକ୍ତିର ଉତ୍ସ, ସବୁ ଲାଇଟର ଉତ୍ସ, ପ୍ରାଣ ଶକ୍ତିର ଉତ୍ସ, ତମ ଗୁଣର ଉତ୍ସ, ଅହଂ ତତ୍ଵର ଉତ୍ସ, ସତ୍ଵ ଗୁଣର ଉତ୍ସ, ସତ୍ଵ ରଜତମ, ତାର ଉତ୍ସ ତୁମେ ନିଜେ ସ୍ୱୟଂ, ଶୂନ୍ୟତାର ରୂପ। ତୁମେ କେନ୍ଦ୍ରରେ ରହିକିରି এই ବିଶାଳ ରୂପକୁ ଧାରଣ କରିବାକୁ ଚେଷ୍ଟା କର। ତାମାନେ ତୁମେ ଯେଉଁ ସ୍ତରରେ ଅଛ, ଯେଉଁ ଭାବନା ନେଇକିରି ଅଛ, ବର୍ତ୍ତମାନ ଯେଉଁ ଛକରେ କୁଆଡ଼କୁ ଯିବାକୁ ଅନଉଛ, ମୁଁ କେନ୍ଦ୍ରକୁ ଯିବି କି ପରିଧିକି ଯିବି? ମୁଁ ଯେଉଁ ପ୍ରଥମରୁ କହିଲି, ତୁମେ ରାତିରେ କହୁଛ ମୁଁ ଯୋଗ କରିବି, ଦିନରେ କହୁଛ ମୁଁ ଯୋଗ କରିବିନି, ତାର ଅପୋଜିଟ୍ କାମ କରୁଛ। ତେଣୁ ଯେଉଁ ଛକରେ ଅଛ, ଏବେ ବି ଭାବୁଥିବ ସତ୍ସଙ୍ଗରେ ମୁଁ ପ୍ରକୃତରେ ଆତ୍ମା ଆଡ଼କୁ କେନ୍ଦ୍ରକୁ ଗଲେ ଭଲ ହୁଅନ୍ତା, କିନ୍ତୁ ଯାଇପାରୁନି। ଅନଏବଲ୍ ଟୁ ଗୋ, ୱିଲିଂ ଟୁ ଗୋ ବଟ୍ ଅନଏବଲ୍ ଟୁ ଗୋ। ମାନେ ଇଚ୍ଛା ହେଉଛି ଯିବା ପାଇଁ କିନ୍ତୁ ଅନଏବଲ୍, ତମେ ଅକ୍ଷମ ଅଟ। ଏ ଭାବନା ବି ଆସୁଛି। ଯେଉଁ ଛକରେ ଅଛ, ଯେଉଁ ଛକରେ ଅଛ ମାନେ ଯେଉଁ ଭାବନାକୁ ନେଇକି ତୁମେ ଅଛ, ସେଇଟା ତୁମ ଛକ, ସେଇଟା ଟ୍ରାଫିକ୍। ସେଇଥିପାଇଁ ଅର୍ଜୁନକୁ ହୁଏତ 18 ଅଧ୍ୟାୟ ଲାଗିଲା ବୁଝିବାକୁ କୃଷ୍ଣଙ୍କୁ, କେନ୍ଦ୍ରକୁ ଆସିବା ପାଇଁ। ସେ କହୁଛି ଇଏ ମୋ ସହୋଦର, ଇଏ ମୋ ଭାଇ, ଇଏ ମୋ କୁଟୁମ୍ବ, ଇଏ ମୋ ଅମୁକ, ଏସବୁ। ଅର୍ଜୁନ କହିଲେ ସେଗୁଡ଼ା କେହି ନୁହନ୍ତି। କୃଷ୍ଣ କହିଲେ ସେ କେହି ନୁହନ୍ତି, ତୁମର ଉଠାଅ ଗାଣ୍ଡି। ଯେ ପର୍ଯ୍ୟନ୍ତ ହିଂସାକୁ ନ ମାରିଛ, ଦୁର୍ଯ୍ୟୋଧନ ଏଠି କିଏ? ଦୁର୍ଯ୍ୟୋଧନ ତୁମ ଭିତରେ ଅଛି। ମହାମୋହର ପ୍ରତୀକ ହେଉଛି ଦୁର୍ଯ୍ୟୋଧନ। ମୋହ ଅଛି ତୁମ ଭିତରେ ନା। ତେଣୁ ସେଇଥିପାଇଁ କୃଷ୍ଣ କହିଲେ ଉଠାଅ ଗାଣ୍ଡିବ, ଦୁର୍ଯ୍ୟୋଧନକୁ ମାରେ ଆଗେ। ମହାମୋହ ତୋ ଭିତରେ ବସିଛି। ଧୃତରାଷ୍ଟ୍ର ମନ ଅନ୍ଧ, ସେ ମାରିବା ଦରକାର ନାହିଁ, ସେ ଅଟୋମେଟିକ୍ ମରିଯିବ। ମନକୁ ମାରିବା ଦରକାର ନାହିଁ, କାହିଁକିନା ସେ ରାଜା ନା। ମନକୁ କେମିତି ମାରିବ? ତୁମେ ମନକୁ ସଂଶୋଧନ କରିବ। ମନରେ ଯେତେ ପୁଅ ଅଛନ୍ତି, ତାର 100 ପୁଅ ଅଛନ୍ତି, ଲୋଭ, ମୋହ, କ୍ରୋଧ, ହିଂସା, ଯେତେ ପ୍ରକାର ନେଗେଟିଭ୍ ଏନର୍ଜି ସବୁ ଯାକ ମନ ଭିତରେ ଅଛି। ମନକୁ ସଂଶୋଧନ କରିଦେ। ମନକୁ ଚିତ୍ତକୁ ଆକର୍ଷଣ, ମନକୁ ଚିତ୍ତ ଆଡ଼କୁ ନେଇ ଆସ। ତୁମ ଭିତରେ ଦୁଶାସନ ନାହିଁ କି? ତୁମ ଭିତରେ ଶକୁନି ନାହିଁ କି? ତୁମ ଭିତରେ କର୍ଣ୍ଣ ନାହିଁ କି? କର୍ଣ୍ଣ କିଏ? ତୁମେ କାହାକୁ ଲାଳାୟିତ ହେଇକି ଗୋଟେ ରାଜ୍ୟ ଦୁର୍ଯ୍ୟୋଧନ ଦେଇଦେଲା ମୋହ ପାଇଁ, ମୋ ପଟରେ ରହିବ। ତୁମେ ବି ସେମିତି କାହାକୁ ଲାଞ୍ଚ ଦେଇକରି ତୁମ ପଟରେ ରହ, କୌରବ ପଟ ହେଇଯାଇଛି। ତେଣୁ କୌରବ ପଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଅର୍ଥ ହେଉଛି, କୃଷ୍ଣ କହୁଛନ୍ତି ଯେତେ ପ୍ରକାର ନେଗେଟିଭ୍ ଭାବନା ଅଛି ପରିଧିରେ ତାକୁ ଖଣ୍ଡନ କର, ତାହେଲେ ତୁମେ କେନ୍ଦ୍ରକୁ ଆସିପାରିବ। କେନ୍ଦ୍ରରେ ମୁଁ ଅଛି, ଅହଂ ଆତ୍ମା, ଆଉ ତୁ ଦ୍ୱିତୀୟ କୃଷ୍ଣ, ତୁ ବି କୃଷ୍ଣ।
ତୋର ସ୍ଥାନ ମଧ୍ୟ ଆତ୍ମା କେନ୍ଦ୍ର। ତେଣୁ କେନ୍ଦ୍ରଚ୍ୟୁତ ହୁଅନା, ନିଜର ସତ୍ତାରୁ ଓହରି ଯାଆନା। କେମିତି ନା ଯେମିତି ଜଣେ ନାଟକରେ, ନାଟକ ଦେଖିଥିବେ ଗାଁ ଗହଳିରେ ସବୁ ନାଟକ ହେଉଥିବ। ଆମେ ମଧ୍ୟ ପିଲାଦିନେ ନିଶ ଲଗେଇ ଦେଇକିରି ଗାଲରେ ପାଉଡର ତ ନାହିଁ, କ'ଣ ଏଇଟା ଚୁଲିର ପାଉଁଶ ଚୁଲିର ପାଉଁଶ ବୋଳି ଦେଇକି, କଲର ବୋଳି ଦେଇକି ଗଦା ଧରିକି ଛିଡ଼ା ହେଇଯାଏ। ଆମେ ଯେଉଁ ପିଲାବେଳେ ସବୁ ଖେଳୁଥିଲେ ଟିକି 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 ହଉ ମିଛିମିଛିକା ଖେଳ। ଆଉ ଯେଉଁମାନେ ନାଟକ କରୁଛନ୍ତି ସେ ବି ମିଛିମିଛିକା ନାଟକ। ଯିଏ ବି ନାଟକ କରୁଛନ୍ତି ଗାଁ ଗହଳିରେ, ଥିଏଟର କରୁଛନ୍ତି, ସିଏ ବି ନାଟକ। ନାଟଶାଳାରେ ଯେମିତି ନଟ ନିଜର ବେଶ ଭିତରେ ରଖିକିରି ସିଏ ଆଉ ଗୋଟେ ରୋଲ୍ କରେ। ବୁଝନ୍ତୁ ଭଲ ଭାବରେ, ନାଟଶାଳାରେ ନାଟ କରୁଥିବା ଲୋକଟି ଧରାଯାଉ ସିଏ ଜଣେ ଜମିଦାର, ପ୍ରକୃତରେ ଜମିଦାର, ତାର 100 ଏକର ଜମି ଅଛି, ଚାକର 5-6 ଅଛନ୍ତି, ସେବା କରିବାକୁ ଲୋକ ଅଛନ୍ତି, ସବୁ ଅଛି ତା ପାଖରେ, କିନ୍ତୁ ତାକୁ ଚାକର ରୋଲ୍ କରୁଛି ସେ ନାଟକରେ। ବୁଝିଲେ କି? ତାର 5ଟା ଚାକର ଅଛନ୍ତି ବାସ୍ତବରେ, କିନ୍ତୁ ସେ ଚାକର ରୋଲ୍ କରୁଛି। ବାସ୍ତବରେ ସେ ଚାକର କି? ନାଟ ସରିଗଲେ ଜମିଦାର। କିନ୍ତୁ ମନେ ରଖନ୍ତୁ, ଯେତେବେଳେ ସେ ଚାକର ରୋଲ୍ କରୁଛି ସେ ବାସ୍ତବ ରୂପ ଭୁଲୁନି କେବେ, ତା ଭିତରେ ସେଇଟା ସେଭ୍ ହେଇକି ରହିଛି। ମୁଁ ଜଣେ ଜମିଦାର, ମୁଁ ବାସ୍ତବରେ ଜମିଦାର, ମୁଁ ଆର୍ଟିଫିସିଆଲ ରୋଲ୍ କରୁଛି, ଚାକର ରୋଲ୍ରେ ଅଛି ବର୍ତ୍ତମାନ, ମୁଁ କିନ୍ତୁ ଚାକର ନୁହେଁ। ସେମିତି ତୁମେ ଯେଉଁ ନାଟକ କରୁଛ, ମୁଁ IAS, ମୁଁ OAS, ମୁଁ ଗୋଟେ ବିରାଟ ବଡ଼ ଡାକ୍ତର, ମୁଁ ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ, ଶିଳ୍ପପତି, ଇଏ ତୁମର ବାସ୍ତବ ରୂପ ନୁହେଁ। ବାସ୍ତବ ରୂପ ତୁମର ଆତ୍ମା କେନ୍ଦ୍ରରେ ଅଛି। ଆଉ ଥରେ ବୁଝନ୍ତୁ, ଯେମିତି ଜଣେ ନାଟଶାଳାରେ ନିଜ ସତ୍ତାକୁ ନ ଭୁଲିକିରି ସେ ଚାକର ରୋଲ୍ କରୁଛି, ସେ ଠିକ୍ ଅଛି, ସେ କେବେ ଭୁଲିନି ଯେ ମୁଁ ବାସ୍ତବରେ ଚାକର ବୋଲି। 100%, 99% ଭାବ ଥିବ ମୁଁ ଜମିଦାର, ଆଉ 1% ଭାବ ଥିବ ମୁଁ ଚାକର ରୋଲ୍ କରୁଛି। ସେମିତି ତୁମର 99% ଭାବ ରହୁ ମୁଁ ଆତ୍ମା, ଆଉ 1% ଭାବ ଥାଉ ଯେ ମୁଁ ଏଇ ରୋଲ୍ ସବୁ କରୁଛି, ମୁଁ ସଂସାରୀ, ମୁଁ କୃଷକ, ମୁଁ IAS, ମୁଁ ଅମକ, ଏଇସବୁ ଭାବରେ ଯେଉଁ ରହିଛ ତୁମେ କର୍ମରେ ନିଯୁକ୍ତି ହେଇଛ, ସେଇଟା ଅବାସ୍ତବ, କ୍ଷଣିକ। ଯେମିତି ପେଣ୍ଟିଂ ହେଇକିରି ନାଟକ କରୁଛି ନାଟଶାଳାରେ, ତାପରେ ଲିଭେଇ ଦେଲା ପରେ, ପାଉଡରକୁ ସଫା କରିଦେଲା ପରେ ସେ ଜମିଦାର। କେବଳ 2 ଘଣ୍ଟା ପାଇଁ ସେ ନାଟକ କଲା, ତୁମେ ସେ 80 ବର୍ଷ ପାଇଁ ନାଟକ କରୁଛ। ଏଠି ପାର୍ଥକ୍ୟ, ସେ 2 ଘଣ୍ଟା ପାଇଁ ନାଟକ କରୁଛି, ତୁମେ 80 ବର୍ଷ ପାଇଁ ନାଟକ କରୁଛ। ବାସ୍ତବରେ ତୁମେ ଏ ରୂପ ନୁହେଁ। ତୁମେ ଯେଉଁ ରୂପରେ ବର୍ତ୍ତମାନ ଅଛ, ଧୋତି ପିନ୍ଧିଛ, ସାର୍ଟ ପ୍ୟାଣ୍ଟ ପିନ୍ଧିଛ, ଜିନ୍ ପ୍ୟାଣ୍ଟ ପିନ୍ଧିଛ, ହେଲା, ପରଫ୍ୟୁମ୍ ଲଗେଇ ଦେଉଛ, ଚୁଟିରେ ଯାଇକିରି କଲର କରି ପକାଉଛ, ହାତ 2ଟା, ଗୋଡ଼ 2ଟା, ଆଖି 2ଟା, ଇଏ ତୁମର ବାସ୍ତବ ରୂପ ନୁହେଁ।
ବାସ୍ତବ ରୂପ କେନ୍ଦ୍ରରେ ଅଛି। ଯେମିତି ଜମିଦାରଟା କେବେ ଭାବୁନି ଯେ ମୁଁ ଚାକର ବୋଲି, ତୁମେ ସେମିତି କେବେ ଭାବନି ଯେ ମୁଁ ଶରୀର। ଶରୀର ତୁମର ରୂପ। କେମିତି ବୁଝେଇବି କୁହନ୍ତୁ? ତେଣୁ ତୁମର ବାସ୍ତବିକ ସତ୍ତା ଯିଏ କେନ୍ଦ୍ରରେ ଅଛି, ତୁମେ ସ୍ୱୟଂ ତାହା ଅଟ। ତୁମେ ସେଥିରୁ ବିଚ୍ୟୁତ ହୁଅନି, ତାହେଲେ ତୁମେ କେନ୍ଦ୍ରକୁ ରହିଲ, କେନ୍ଦ୍ରରେ ରହିଗଲ। ଜାଣ, ଜଣେ ମଦ ପିଇ ଦେଇଛି, ମଦ ପିଇକି ତାଙ୍କ ଘର ପାଖ କଲୋନୀରେ ଯାଇକିରି କହୁଛି, ମୋ ଘରଟା କିଏ ଚିହ୍ନେଇଦେଲ? ସାଇ ପଡ଼ିଶା ଲୋକ ଉଠି ଗଲେ, ତ ମଦ ପିଇଛି, କହିଲେ ଏଇଟା ତ ଘର ବା, ଏଇଟା ତ ଡେଷ୍ଟିନେସନ୍, ଏଇ ସେ ନେଳିଆ କୋଠାଟା ତୋ ଘର। ସେ କହୁଛି ତୁ ଜାଣିନୁ, ମୋ ଘରଟା କିଏ ଚିହ୍ନେଇ ଦିଅ। এইসব হালাগুলা ভিতরে তা মা বাড়ি আসছে সে ঘর, କହିଲା ଆରେ ଏଇଟା ତ ଘର, ମୁଁ ତ ମା ପା କହୁଛି। ନାଇଁ ତୁ କ'ଣ ମୋ ମା? ମୋ ଘରଟା ନଚି ନେଇକି କହୁଛୁ ମୋ ମା। ଆମ ଅବସ୍ଥା ବାସ୍ତବରେ ସେଇଆ। ଆମ ନିଜର ଡେଷ୍ଟିନେସନ୍ ଆମେ ଭୁଲି ଯାଇଛେ। ଆମେ ପ୍ରକୃତରେ ଯେଉଁ ରୂପ କେନ୍ଦ୍ରରେ ରହିକିରି ବା କେନ୍ଦ୍ରିତ ହେଇକିରି ବା ଆତ୍ମ ସ୍ୱରୂପ ଆମେ ଭୁଲିକିରି ଆମେ ଶରୀରର ରୂପରେ ଆମେ ପରିଚିତ ହେଉଛେ। କି ତୁମକୁ ଦାଦା ଡାକିଲା, କି ତୁମକୁ ବାପା ଡାକିଲା, କି ତୁମକୁ ସ୍ୱାମୀ ଡାକିଲା, କି ତୁମକୁ କକା ଡାକିଲା, କି ଭିଣେଇ, କି ଶଳା, ବିଭିନ୍ନ ରୂପରେ ଶରୀର ତୁମକୁ ଡାକ ଦେଉଛି। ଯେତେବେଳେ ଶରୀର ନଥିବ ସେତେବେଳେ ତୁମକୁ କେହି ତ ବାପା ଡାକିବେନି, କେହି ତ ସ୍ୱାମୀ ଡାକିବେନି। ଏ ରୂପ ହଜିଯିବ, ଏ ରୂପ ଆଉ ନଥିବ। ତେଣୁ ସେ ରୂପ ତୁମେ ପାଇବ। ମରିଗଲା ପରେ ଅବଶ୍ୟ ତୁମର ପରିଧିର ଆଶା ଲିଭିବନି ତ, ପୁଣି ମୃତ୍ୟୁ ଭିତରେ ବି ପରିଧିର ଆଶା ଥିବ, ଜାଗ୍ରତ କରିବ ପୁଣି ଜନ୍ମ ନେଲା ପରେ, ମରିବନି କେବେ। କାରଣ 6 ଅରବ ଟଙ୍କା ଥିଲା, ପଚରାଗଲା ତୁମେ କେତେ ଶାନ୍ତି ରହିଥାନ୍ତ, କେତେ ହେଇଥିଲେ? ନା ମୁଁ ତ 10 ଅରବ 15 ଅରବ ଥିଲା ଗ୍ରହଣ କରିବା ପାଇଁ, ମିଳିଲାନି, ମୁଁ ଅଶାନ୍ତିରେ ଅଛି। ତେଣୁ ଯେତେବେଳେ ମରିଗଲା ସେ ପୁଣି ଆସିବ ସେଇ ଅରବ ଟଙ୍କାକୁ ଗ୍ରହଣ କରିବା ପାଇଁ। ତେଣୁ ତାର ଭାବନାର ବୀଜ ନଷ୍ଟ ହେଇନି, ପରିଧିରେ ରହିଛି, ମରିଗଲେ ପରିଧି। ତେଣୁ ତୁମେ କେନ୍ଦ୍ରଚ୍ୟୁତ ହୁଅନି, ତୁମ ପ୍ରକୃତ ସ୍ଥାନକୁ ଆଗ୍ରହ କରନି, ତୁମେ ସେଥିରେ ନିମଜ୍ଜିତ ରୁହ। ଯେମିତି ନାଟକର ପୂର୍ଣ୍ଣ ଷ୍ଟେଜ ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ଅଧ୍ୟାୟ ବା ସମ୍ପୂର୍ଣ୍ଣ ଦୃଶ୍ୟ, ପ୍ରଥମ ଦୃଶ୍ୟ, ଦ୍ୱିତୀୟ ଦୃଶ୍ୟ, ତୃତୀୟ ଦୃଶ୍ୟ, ଶେଷ ଦୃଶ୍ୟ, ଶେଷ ଦୃଶ୍ୟର ଶେଷ ଅଙ୍କର ଶେଷ ଦୃଶ୍ୟ, ମୁଲଟା କହିଲି, ଶେଷ ଅଙ୍କର ଶେଷ ଦୃଶ୍ୟ ପର୍ଯ୍ୟନ୍ତ ଯେମିତି ଜମିଦାରଟା ନିଜକୁ ନ ଭୁଲିକିରି ରୋଲ କରୁଛି, ସେମିତି ତୁମେ ତୁମର ଶେଷ ଜୀବନ ପର୍ଯ୍ୟନ୍ତ ନିଜକୁ ନ ଭୁଲି ସବୁ କାମ କର। ଠିକ ଅଛି, ତୁମେ ହେଡମାଷ୍ଟର ହୁଅ, ଠିକ ଅଛି, ତୁମେ ଜଣେ ବଡ଼ ବୈଜ୍ଞାନିକ ହୁଅ, ଠିକ ଅଛି, ତୁମେ ଡାକ୍ତର ହୁଅ, ଠିକ ଅଛି, କିଛି ନାହିଁ ଅସୁବିଧା। କିନ୍ତୁ ନିଜର ରୂପକୁ ଭୁଲନି, ନିଜର ସଚିଦାନନ୍ଦ ସ୍ୱରୂପ ଯେଉଁ ପରମାତ୍ମା ତୁମ ଭିତରେ ଅଛି, ତୁମେ ସେଇ ରୂପ, ତାକୁ ଭୁଲନି। ଯେମିତି ଶେଷ ଦୃଶ୍ୟ ପର୍ଯ୍ୟନ୍ତ ଜମିଦାର ନିଜର ରୂପକୁ, ନିଜ ରୂପରେ ସମ୍ପୂର୍ଣ୍ଣ ଭାବରେ ଥାଇକିରି ରୋଲ କରୁଛି, ସେମିତି ତୁମେ ତୁମର
ସେଇ ଆତ୍ମ ରୂପରେ ରହିକିରି ତୁମେ ରୋଲ୍ କର। ଏଗୁଡ଼ା ସବୁ ରୋଲ୍ ହେଉଛି। ଏ ଯେଉଁ ଭାବନାରୁ ବିଚ୍ୟୁତ ହୁଅନି, ତାହେଲେ ତୁମେ କେନ୍ଦ୍ରରେ ରହିପାରିବ। କେନ୍ଦ୍ରଚ୍ୟୁତ ହବନି। ଆଚ୍ଛା, ଜମିଦାରଟା ଯେତେବେଳେ କାହାକୁ ମାଡ଼ ଖାଉଛି, କାହା ପାଖରୁ? ତା ମାଲିକ ପାଖରୁ। ନିଜେ ଜମିଦାର ବୋଲି କ'ଣ ଭାବୁନି ସେଠି? ମୁଁ ପ୍ରକୃତରେ ଜମିଦାର, ମାରୁ ମତେ। ଫେରିଆସୁନି କି ତା ରୂପଟା? କିଛି ଭୁଲିଗଲେ ପୁଣି ଫେରି ଆସୁଛି ନା। ମୁଁ କ'ଣ ବାସ୍ତବରେ ଚାକର କି? ମୁଁ ରୋଲ୍ କରୁଛି ନା। ସେମିତି ଯେତେବେଳେ ବିପଦ ଆସୁଛି, ଯେତେବେଳେ ସମ୍ପଦ ବିପଦ, ଦୁଃଖ ଯନ୍ତ୍ରଣା, ଅଭାବ ଅନାଟନ, ସେତେବେଳେ ତୁମେ ନିଜର ରୂପ ଭୁଲନି। ଏଇଟା ଭାବ, ଇଏ ଗୋଟେ ରୋଲ୍ରେ ଆସିଲା। ଅଭାବଟା ରୋଲ୍ରେ ଆସିଛି, ଭାବଟା ରୋଲ୍ରେ ଆସିଛି। ତୁମେ ନିଜର ମାନେ ରୂପରୁ, ନିଜର ବାସ୍ତବ ରୂପରୁ ଓହରନି, କେନ୍ଦ୍ରରେ ରହି, ତାହେଲେ କେନ୍ଦ୍ରର ସ୍ଥିତି ରହିବ ତୁମ ଭିତରେ। ଆଜିଠୁ ଗୋଟେ ଅଙ୍କ କଷୁନ, ମୁଁ ଆତ୍ମା। ନିଜର ଡେଜିଗ୍ନେସନ୍ ଛାଡ଼ିଦିଅ। ତା ଅର୍ଥ ନୁହେଁ ତୁମ ଆଧାର କାର୍ଡ଼କୁ ପୋଡ଼ିଦେବ। ବୁଝିଲେ? ତୁମ ଆଧାର କାର୍ଡ଼ ଥାଉ ଅମକ ବିଶ୍ୱାଳ। ବୁଝିଲେ? ଅମକ ବିଶ୍ୱାଳ ଥାଉ ତମ ଆଧାରରେ, କିନ୍ତୁ ତୁମେ ସେ ଅମକ ବିଶ୍ୱାଳ ନୁହେଁ ଭାବ। ଇଏ ଶରୀରର ପରିଚୟ। ଅମକ ବିଶ୍ୱାଳଟା ଶରୀରର ପରିଚୟ। ଶରୀର ଗଲେ ଆଧାର ଗଲା। ଆଉ ତୁମେ ମରିଗଲା ପରେ ଯମ କ'ଣ ତମ ଆଧାର ଖୋଜିବ କି ଭାବୁଛ? ଚିତ୍ରଗୁପ୍ତ କହିବ ଆଧାର କାର୍ଡ଼ ଆଣିଛ? ସେଠି କିଛି ଦରକାର ନାହିଁ। ସେଠି କିଛି ଦରକାର ନାହିଁ। ତୁମେ ଯଦି ନିଜର ଉପରେ ପହଞ୍ଚିଯିବ ସେଠି ଯମ ପାଖରେ ବା ଚିତ୍ରଗୁପ୍ତ ପାଖରେ, ସେ ଖାଲି ଖୋଜିବ ତୁମେ ତୁମ ରୂପରେ ଅଛ କି ନା। ଚିତ୍ରଗୁପ୍ତ ଖାଲି ମୋହର ମାରିବ, ଇଏ ନାହିଁ, ପ୍ରକୃତରେ ନିଜ ରୂପରେ ସେ ଅଛନ୍ତି, ଆତ୍ମସ୍ୱରୂପରେ। ତେଣୁ ତମର ପାସ୍ ମିଳିଯିବ ସ୍ୱର୍ଗକୁ ଯିବା ପାଇଁ। ଆଉ ତୁମେ ଯଦି କହୁଥିବ ନାଇଁ ମୁଁ ଜଣେ ଗରିବ, ଚିତ୍ରଗୁପ୍ତ ଜାଣିବ। ଚିତ୍ରଗୁପ୍ତ କିଏ କି? ଗୁପ୍ତରେ ଅଛି। ସବୁ ଚିତ୍ର ଉତ୍ତୋଳନ କରିଛି ତମ ଭିତରେ ଯିଏ ଚିତ୍ତ, ସେଇ ସବୁଯାକ ମାନେ ଅଙ୍କ କଷିକି ତୁମ ଭିତରେ ରଖିଛି। ତୁମ ଆତ୍ମଦେବ ହାର୍ଡ ଡିସ୍କରେ ରଖିଛି। ହାର୍ଡ ଡିସ୍କ ଅଛି ତାର ଗୋଟେ ତମ ଭିତରେ, ସେ ସବୁ ପ୍ରିଣ୍ଟ ହେଇଯାଉଛି, ଫଟୋ ଉଠୁଛି। ଆଜିର ଟୋଟାଲ କାର୍ଯ୍ୟକ୍ରମ ପୁରା ଲାଇଭ ରହିଗଲା। ଆଜି ସତ୍ସଙ୍ଗ ଶୁଣୁଛୁ, ରହିଲା ସେଠି ଭିତରେ। କେତେ ବଡ଼ ହାର୍ଡ ଡିସ୍କ ହେଇଥିବ ଚିନ୍ତା କରନ୍ତୁ। ଆମେ ଗୋଟେ ଆମେରିକାରୁ ହାର୍ଡ ଡିସ୍କ ମଗେଇଛୁ, 2ଟା ହାର୍ଡ ଡିସ୍କ ଅଛି। ଆଉ ମୁନି ସମାଜକୁ ସବୁ ଯାକ ଯେଉଁ ଆମର ଫଙ୍କସନ୍ ହେଇଥିଲା, ସବୁ ସେ ହାର୍ଡ ଡିସ୍କରେ ରଖାଯାଇଛି। କାଳେ ଲିଭିଯିବ ମୋବାଇଲରେ ରହିଲେ। ସେମିତି ତୁମ ଭିତରେ ଯେଉଁ ହାର୍ଡ ଡିସ୍କ ଅଛି, ସେ ହାର୍ଡ ଡିସ୍କରେ ଚିତ୍ର ଉତ୍ତୋଳନ କରି ରଖାଯାଇଛି। ତୁମେ କେତେ ଆଳୁ ଖାଇଥିଲ, କେତେ ବାଇଗଣ ପୋଡ଼ିକିରି ଖାଇଛ, କେତେ ଟଙ୍କା ନେଇଛ, କେତେ ଟଙ୍କା ଦେଲ, କେତେ ଟଙ୍କା ରଖିଲ, କେତେ କ'ଣ କହିଲ। ଏ ଯେମିତି ଆମେ କଥା ହେଉଛେ ମୋବାଇଲରେ, ସେଇଟା ସେଭ୍ ହେଇଯାଉନି କି ଇଣ୍ଟରନେଟ୍ରେ? ଆମେ ଏଇନା ଯେଉଁ କଥା ହେଉଛେ ସେଇଟା ସେଭ୍ ହେଇଗଲା। ସେମିତି ସବୁଯାକ ତମ ଜୀବନର ପ୍ରତ୍ୟେକ ଘଟଣା, ଏ ଜନ୍ମର ଘଟଣା, ପୂର୍ବଜନ୍ମ ଘଟଣା, ତା ପୂର୍ବଜନ୍ମ ଘଟଣା, ସବୁଯାକ ଗୋଟିଏ ଜାଗାରେ ଅଛି ସ୍ଥାନିତ ହୋଇକିରି ହାର୍ଡ ଡିସ୍କରେ। ସବୁ ଚିତ୍ର ରହିଛି ଗୁପ୍ତରେ। ତେଣୁ ତା ନାଁ ଚିତ୍ରଗୁପ୍ତ। ସେ କେନ୍ଦ୍ରର, ଏ କେନ୍ଦ୍ରର ଘର। ଏଇ ଚିତ୍ରଗୁପ୍ତ କେନ୍ଦ୍ରରେ ଅଛି।
ତାକୁ ଟିକେ ଦେଖ କେତେଟା ବାଜିଲାଣି, 1:18 ଆ ଭିତରେ ହେଇଗଲାଣି। ତେଣୁ କେନ୍ଦ୍ରଚ୍ୟୁତ ନ ହେଇ କେନ୍ଦ୍ରରେ ରହିକିରି ସବୁ କାମ କର। ଆତ୍ମାର ଆସ୍ତେ ଆସ୍ତେ ଏଇ ଭାବଟା ପରିପକ୍ୱ ନବ। ଆଜି ଯେତିକି ଭାବନା କଲ, ତା ପରଦିନ ଭାବନା ହେବ, ତାପରେ ଭାବନା ହେବ, ତାପରେ ଭାବନା ହେବ, ଏମିତି ବଢ଼ି ବଢ଼ି ତୁମେ ଗୋଟେ ବିରାଟ କଳେବର ରୂପ ହେଇଯିବ। ବିରାଟ କଳେବର, ଆତ୍ମାର ବିରାଟ କଳେବର ହେଇଯିବ। ମୁଁ ଆତ୍ମା, ବାସ୍ତବରେ ମୁଁ ଆତ୍ମା। ଗଛଟା ମଞ୍ଜିଟା ଲଗେଇଦେଲ, ମଞ୍ଜି ସୂକ୍ଷ୍ମ ଭାବରେ ରହିଛି, ତା ଭିତରେ ଗଛ ଅଛି କି ନାହିଁ? ବରଗଛ ମଞ୍ଜି ଭିତରେ, ବରଗଛ ମଞ୍ଜି ଭିତରେ ବରଗଛର ସୂକ୍ଷ୍ମ ସତ୍ତା ଲୁଚିକି ରହିଛି କି ନାହିଁ? ଗଛଟା ସେଇଦିନେ ବିରାଟ ବଟବୃକ୍ଷ ହଉଛି। ତେଣୁ ଆଗେ କ'ଣ କରୁଛ ନା ପୋତି ଦେଲ, ପାଣି ଦେଇଦେଲ, ହେଲା, ସିଏ ତାପରେ ଗଜା ଧରିଲା, ଗଜା ଧରି ଗଛ ଉଠିଲା ଉପରକୁ। ଗଛ ଉଠିକରି ପରିପକ୍ୱ ହେଲା, ପରିପକ୍ୱ ପରେ ଫଳ ହେଲା। ସେମିତି ତୁମର ଭାବନାଟା ମଞ୍ଜି ସଦୃଶ୍ୟ। ତୁମେ ନିଜକୁ ଭାବନା କର, ଟିକେ ଭାବନା ମାତ୍ର ଯେ ମୁଁ ଆତ୍ମା। ଆଜି ଭାବନା କରିବ, କାଲି ଭାବନା କରିବ, କଣ୍ଟିନ୍ୟୁ କରିବ। ତେଣୁ ଏ ଆତ୍ମାର ବୃକ୍ଷ ପରିପକ୍ୱ ହେବ ଦିନେ। ତୁମେ ଆତ୍ମ ସ୍ୱରୂପ ହେଇଯିବ, ପୂର୍ଣ୍ଣ ବୃକ୍ଷରେ ପରିଣତ ହେଇଯିବ, ପୂର୍ଣ୍ଣ ବୃକ୍ଷରେ ପରିଣତ ହେଇଯିବ। ବିରାଟ କେନ୍ଦ୍ରବିନ୍ଦୁ ହେଇଯାଇଥିବ ତୁମେ, ବିରାଟ କେନ୍ଦ୍ରବିନ୍ଦୁ ହେଇଯାଇଥିବ। ଆତ୍ମାର କେନ୍ଦ୍ରବିନ୍ଦୁ ହେଇଯିବ, ତାମାନେ ଶୂନ୍ୟତାର କେନ୍ଦ୍ରବିନ୍ଦୁ ହେଇଯିବ। ବିରାଟ ଶୂନ୍ୟର ରୂପ ଧାରଣ କରିବ ତୁମେ। ଇଏ ଗୋଟେ, ମୁଁ ଭାବୁଛି ଆଜିର ଏଇ ସତ୍ସଙ୍ଗକୁ ଏଇଠି ରଖିବା ସମୟ ଅଭାବ, ଆଉ ଗୋଟେ ପାଠ କରିବା, ବୁଝିଲେ? ଏ କେନ୍ଦ୍ରର ଅବସ୍ଥା କେମିତି ହେଇପାରିବ ତୁମେ, ତାର ଗୋଟେ ପାର୍ଟ ଆଉ ଗୋଟେ ବନେଇବା। ଏଇଟା ଫାଷ୍ଟ ପାର୍ଟ ରହୁ। ମୁଁ ଆଶା କରୁଛି ସ୍ୱଳ୍ପ ସମୟ ଭିତରେ ମୋତେ ବହୁତ ସହଯୋଗ କରିଛନ୍ତି, ଶାନ୍ତ ଚିତ୍ତରେ ଶୁଣିଛନ୍ତି ମୋ କଥାକୁ। ବିଚାରର ସ୍ରୋତରେ ବୁଡ଼ି ଯାଇଛନ୍ତି ସମସ୍ତେ। ବାସ୍ତବରେ ଆମେ କେଉଁଠି ଅଛୁ, କୁଆଡ଼କୁ ଯିବୁ, ଦୁଇଟା ଦିଗ କହିଦେଲି ଆଜି। ତେଣୁ ସେଇ ଦିଗକୁ ଅନୁସରଣ କରି କରି ଆସିବା ପାଇଁ ପ୍ରୟାସ ଜାରି ରଖିବେ। ଆଉ ଏ ସତ୍ସଙ୍ଗଟି କେମିତି ତୁମକୁ ଅନୁଭବ ହେଲା କହିପାରନ୍ତି? ହଉ, ଏଇଠି ସତ୍ସଙ୍ଗକୁ ବାଣିକି ବିଶ୍ରାମ ଦେବା। ତେବେ ଆସନ୍ତୁ, କିଏ କ'ଣ ମତାମତ ରଖିବେ ଆ ଉପରେ କହିପାରନ୍ତି? ଗୁରୁଜୀ ମୁଁ ଟିକେ କହିବି। ହଁ, କୁହନ୍ତୁ। गुरुजी आपको प्रणाम गुरुजी। ଆଉ ତୁମେ वो माता जो पिता तुम्हें वो बंधु जो सखा तुम्हें ये बाप जो କହିଲେ ଗୁରୁजी, ମୁଁ ଆଉ ସହି ହଉନି। ଏତେ ଆନନ୍ଦ ଲାଗୁଛି ମତେ ଗୁରୁଜି, ବେଶୀ ଆନନ୍ଦ ଲାଗିଲା। ଆଉ 15 ମିନିଟ କି ଘଣ୍ଟାଟି କହିଲେ ଏତେ ଶାନ୍ତିପୂର୍ଣ୍ଣ। କେତେ ଜନ୍ମ ପର୍ଯ୍ୟନ୍ତ ଆମର ସବୁ ଥିଲା, ସବୁ କଟି କଟି ଯାଉଛି ଗୁରୁଜି। तुम्हें वो माता जो पिता, तुम्हें वो बंधु जो सखा, तुम्हें वो विद्यागणम, तुम्हें वो सर्वमम देव देव। ତୁମର ମତାମତ ବହୁତ ହୃଦୟସ୍ପର୍ଶୀ ଭାବରେ ତୁମେ ପ୍ରକାଶ କଲ, ଯେଉଁଟାକି ଅନ୍ତରର ବାର୍ତ୍ତା। ଆଉ ନିଜର ବହୁ ଜନ୍ମର ଭାବନାକୁ ଏଠି ଆଣି ରଖିଲ। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତୁମର ମାନେ ସ୍ରୋତଟି ଅଗ୍ରସର ହେଉଛି ଯିବା ପାଇଁ, ମାନେ ଯେମିତି ଆକର୍ଷଣ ଶକ୍ତିରେ ସେ ପ୍ରଭାବିତ ହେଉଛି, କେମିତି ଚୁମ୍ବକୀୟ ଶକ୍ତି ଟାଣି ଆଣୁଛି। ମୁଁ ଭିତରକୁ ଯିବି, ଭିତରକୁ ଯିବି, ଭିତରକୁ ଯିବି। ଧନ୍ୟବାଦ। ନେକ୍ସଟ କିଏ କହିବେ କୁହନ୍ତୁ? ନେକ୍ସଟ କୁହନ୍ତୁ। ହଁ ଗୁରୁଜୀ, ଆଉ ଯୋଉ ପେଜଟା ରହିଲା ସେଟା ନେକ୍ସଟ ଆଲୋଚନା ହବ।
ହଁ 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 ଏଇ ଭିତରକୁ ଯିବା ପାଇଁ। ହଁ କେନ୍ଦ୍ରକୁ। ଆଜ୍ଞା ହଁ ଶନିବାର। ଆଜ୍ଞା ହଁ ହଉ ଧନ୍ୟବାଦ ମତାମତ ପାଇଁ। ଆଜ୍ଞା ଏ, ନିଜର ଆକାଂକ୍ଷା ଏବଂ ଆଶାକୁ ଉତ୍ଥାପନ କଲେ ପରବର୍ତ୍ତୀ ଗୋଟେ ସତ୍ସଙ୍ଗ ଆଣି ରଖିବା ପାଇଁ। ସେଥିପାଇଁ ଧନ୍ୟବାଦ। ନେକ୍ସଟ କୁହନ୍ତୁ କିଏ? ବାବା ଜୟଜୀ। ହଁ ଜୟଜୀ। ଗୁରୁଜୀ ହଁ ଟିକେ କୁହନ୍ତୁ ଗୋକୁଳାନନ୍ଦ ମୁନି କୁହନ୍ତୁ, ତୁମେ କହିପାର କୁହନ୍ତୁ। ଆଜ୍ଞା ଆଜି ତ ଭାବ ପ୍ରବଣ ହୋଇ ଅନେକ ମୁନିମୂର୍ତ୍ତି ଭାଇମାନେ ପୁରା ତାଙ୍କର ମତାମତ ଦେଇ ସାରିଲେଣି। ହେଲେ ମୁଁ ମୋ ବିଚାର ଭିତରେ ଗୋଟିଏ କଥା ଆସୁଛି କି ଯୋଉ ପ୍ରଥମେ ବିନ୍ଦୁ ଆଉ ସିନ୍ଧୁ ବିଷୟରେ କହିଲେ, କେନ୍ଦ୍ରବିନ୍ଦୁ ଆଉ ପରିଧି। ପରିଧିଟା ହଉଛି ଗୋଟିଏ ବିନ୍ଦୁରୁ ଗୋଟେ ସିନ୍ଧୁ ସୃଷ୍ଟି, ବିନ୍ଦୁ ବିନ୍ଦୁ ହୋଇ ମିଶିଲେ ସେଟା ସିନ୍ଧୁ ସୃଷ୍ଟି ହଉଛି। ଏ ବିନ୍ଦୁରୁ ଯାଇକିରି ପରିଧି ହେଇଛି ସୃଷ୍ଟି। ତେଣୁ ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ସୃଷ୍ଟି ହୁଏ, ଏକଥା ନିରାଟ ସତ୍ୟ। ମହାସିନ୍ଧୁ ମଧ୍ୟ ବିନ୍ଦୁ ଲୁଚି ଅଛି, ଏକଥା ଜାଣ ନିଶ୍ଚିତ। ଏ ସମୁଦ୍ର ମହାସମୁଦ୍ରଟା ହଉଛି ବିନ୍ଦୁ ବିନ୍ଦୁ ମିଶିକିରି ଗୋଟେ ସମୁଦ୍ର ହେଇଛି। ତା ଅର୍ଥ ହଉଛି ସିନ୍ଧୁ ଭିତରେ ଯୋଉ ବିନ୍ଦୁ ଅଛି, ଏଇ ବିନ୍ଦୁ ଭିତରେ ବି ମଧ୍ୟ ସିନ୍ଧୁ ଅଛି। ଏଇ ବିନ୍ଦୁ ଭିତରେ ସିନ୍ଧୁ ଲୁଚିକି ଅଛି। ଆପଣଙ୍କର ଯୋଉ ଟପିକର ମହତ୍ଵ, ପ୍ରଥମେ ଯେ ଆମେ କେନ୍ଦ୍ରରେ ରହିବା, କେନ୍ଦ୍ରରେ ରହିକି ପରିଧିକୁ କାଟିବା। ଏ ପରିଧି ଗୋଟିଏ ମାୟା। ତେଣୁ ମାୟା ଜାଲଟା ତ ସହଜରେ କଟିବ ନାହିଁ। ତେଣୁ ମାୟାଟା ଠିକ, ଆମେ ପରିଧିରେ ରହିବା ଠିକ ଏବଂ ବିନ୍ଦୁକୁ ଆସିବା ବି ଠିକ। ଆମେ କୋଉଠି ଅଛେ ବର୍ତ୍ତମାନ, ଆପଣ ଯୋଉ କ୍ଲାରିଫାଇ କଲେ ବିନ୍ଦୁକୁ କେମିତି ଯିବା, ଭିତରକୁ କେମିତି ଯିବା। ଆମେ ତ ବର୍ତ୍ତମାନ ଜନ୍ମ ବେଳୁ ଯେ ଆମେ ବର୍ତ୍ତମାନ ଯୋଉ ବିନ୍ଦୁରେ ଥିଲେ, ସେ ବିନ୍ଦୁରୁ ବିଚ୍ୟୁତ ହେଇକିରି ଧୀରେ ଧୀରେ ସିନ୍ଧୁ ଆଡକୁ ଆମେ ପ୍ରବେଶ କରିଛେ, ବା ମାୟାରେ ଭ୍ରମିତ ହେଇକିରି ଏଇ ଜୀବ ବିଭିନ୍ନ ପ୍ରକାର ଜାଲରେ ଛନ୍ଦି ହେଇଛି। ପରିଧିରେ ଛନ୍ଦି ହେଇଛି, ପରିଧିରେ ବି ଆନନ୍ଦ ଅଛି। ଆଉ ଆମର ପରସେଣ୍ଟେଜ ହିସାବ କଲେ ଆପଣ କହୁଛନ୍ତି ଯେ ମେରା ସଚିତ କୋଇ କି ଜାନେ ରେ, ମାନେ କୋଟିକରେ ଗୋଟିଏ ମେରା ରୂପ, ମୋ ରୂପକୁ ଜାଣିବା ପାଇଁ କୋଟିକରେ ଗୋଟିଏ ଲୋକ ଜାଣିବେ। କୋଟିକରେ ଗୋଟିଏ ଲୋକ ଜାଣିଲା, କେନ୍ଦ୍ରକୁ ଆସିଲା, ଆଉ କୋଟିକରୁ ଏକ ଗୁଣା ଆଉ ସମସ୍ତେ କୋଉଠି ଅଛନ୍ତି? ମହାସିନ୍ଧୁ ଭିତରେ ଅଛନ୍ତି କି ପରିଧି ଭିତରେ ଅଛନ୍ତି? କାରଣ ପରିଧି ଭିତରେ ବି ଅଛି, ମାନେ ସେମାନଙ୍କର ଉପାଦାନ ମିଳୁଛି। ଆମକୁ ବି ପରିଧି ଭିତରକୁ ଗଲେ ବି ସବୁ ଜିନିଷ ଗୁଡାକ ଆମକୁ ମିଳୁଛି। ଏଇ ଦେହ ଯୋଉ ଇନ୍ଦ୍ରିୟ ମାନେ ଅଛନ୍ତି, ଇନ୍ଦ୍ରିୟର ଯୋଉ ଭୋଗ ସେମାନେ ପାଉଛନ୍ତି ପରିଧି ଭିତରୁ। ସେମାନେ ପାଉଥିବା ଯେ ପରିଧିର ମୋହ ଭିତରେ ଛନ୍ଦି ହେଇକି ଅଛନ୍ତି, ମାୟା ଭିତରେ ବନ୍ଧନ ହେଇକି ଅଛନ୍ତି। ତେଣୁ ଆମେ ଜନ୍ମ ବେଳୁ ଯେ ଯେତିକି ବର୍ଷ ଆମକୁ ହେଲାଣି, 75 କାହାକୁ ହେଲାଣି, 60 କାହାକୁ ହେଲାଣି, 90 କାହାକୁ ହେଲାଣି, ବା ଏଇ ତ କେତେ ଜନ୍ମ ଗଲାଣି, ଆମେ ତ ଏ ପରିଧିରେ ବାନ୍ଧି ହେଇକି ଅଛେ, ବା ଏ ମାୟାରେ ଛନ୍ଦି ହେଇକି ଅଛେ। ମାୟାର ଏମିତି ଗୋଟେ ଆକର୍ଷଣ ଅଛି, ସେ ମାୟାକୁ ଛାଡି ପାରିବା ନାହିଁ କି ପରିଧିକି ଆସିପାରିବା ନାହିଁ। କିନ୍ତୁ ଆପଣ ଗୋଟେ ନିର୍ଯାସ କଥା ଆଜି କହିଲେ ଯେ ଗୁରୁ ଜାଣେ ତତ୍ତ୍ୱ। ये तत्व गुरु, ଯୋଉଦିନ ତତ୍ତ୍ୱ ଗୁରୁ କଲେ, ଯୋଉଦିନ ମୁଁ ଯାଇକିରି ପହଞ୍ଚି ଗଲି ଗୁରୁ ଆଶ୍ରମରେ, ମୁଁ ଭାବି ଚିନ୍ତି କରି ଗୋଟେ ଗୁରୁ ଗ୍ରହଣ କଲି, ସେଦିନ ମୁଁ ଜାଣିନଥିଲି ମୁଁ କିଏ। ଆଉ ମୋର ପରିଚୟ ମତେ ମିଳିଗଲା ସେଇଦିନ। ଆଉ ମୁଁ କିଏ ବୋଲି ଯେତେବେଳେ ଆପଣଙ୍କର କ୍ରିୟା କର୍ମରୁ ବା ଆପଣ ମହତ ଜିନିଷକୁ ଜଣେଇ ଦେଲେ, ମୁଁ ଏତେ ଦିନ ପର୍ଯ୍ୟନ୍ତ ଏତେ ଜନ୍ମ ଗଲେ ବି ମଧ୍ୟ ଏ ଜନ୍ମ ବିଫଳ ହେଇଯାଇଛି। କିନ୍ତୁ ସେଇଦିନ ଚେତନା ଜାଗ୍ରତ ହେଇଛି କି ମୁଁ ମୋର ପରିଚୟ ପାଇନଥିଲି, କି ମୁଁ ଜାଣିନଥିଲି ଯେ ମୁଁ କିଏ। କେତେକ ଶାସ୍ତ୍ର ଖୋଜିଲି, କେତେ ସତ୍ସଙ୍ଗ କଲି, କେତେ ମଠ ମନ୍ଦିର ଭିତରକୁ ଗଲି,
ଭଗବାନ କୋଉଠି ଅଛନ୍ତି? ମୋ ଭିତରେ ଅଛନ୍ତି ବୋଲି ମୁଁ ଜାଣିନଥିଲି। ଆଉ ମୁଁ ସେଇଦିନ ଯୋଉ ପ୍ରଥମ ଦିନ ଯୋଉ ଗୁରୁ ପୂଜା ଦିନ ମୁଁ ଯାଇ ଉପସ୍ଥିତ ହେଲି, ଏ ଉପସ୍ଥିତ ଦିନ ମୁଁ ଜାଣିଲି ଯେ ମୁଁ କିଏ ସେ ପ୍ରକୃତିରେ ସଂସାରକୁ ଆସିଛି। ମୁଁ ଅମକ ବୋଲି କହି ହେଉଥାଏ, ମୁଁ ତ ମୋ ନିଜର ମୁଁ ଯେତେବେଳେ ଜନ୍ମ ଲାଗିଲି ପ୍ରଥମ ଠିକଣା ମୋର କାଳ ଗର୍ଭେ ଲୁଚି ଯାଇଅଛି ନଥିଲା କାହା ସ୍ମୃତିରେ, ଖୋଜୁ ଖୋଜୁ ଦିନେ ସେ ମହାସମୁଦ୍ର ଭିତରୁ ମିଳିଯାଇଛି ମୋ ହାତରେ ପଡ଼ିଗଲା ସେଇ ଜିନିଷଟା ଯୋଉଦିନ ମୁଁ ଖୋଜି ଖୋଜି ସବୁଆଡେ ଖୋଜି ଖୋଜି ପାଇନଥିଲି। ଯୋଉଦିନ ଯାଇ ପହଞ୍ଚି ଗଲି ସେ କାଳ ଗର୍ଭ ଭିତରେ ଠିକଣାଟା ଲୁଚି ଯାଇଥିଲା। ଖୋଜି ଖୋଜି ଦିନେ ମୁଁ ଯାଇକିରି ମୋ ହାତରେ ମିଳିଗଲା ଯେ ମୁଁ କିଏର ସନ୍ଧାନ ମିଳିଗଲା। କିନ୍ତୁ ମିଳିଗଲା ସିନା, ମୁଁ କିଏ ସେ ଜାଣିଗଲି ସିନା। ମୋ ସହିତ ମୋର ପରିଚୟ ହବାଟା ବହୁତ ବିଡ଼ମ୍ବନା ବିଷୟ ଏବଂ ବହୁତ ଗଭୀରତମ ପ୍ରଦେଶକୁ ପ୍ରବେଶ କଲେ ଯାଇକି ସେ ବହୁ ସାଧନା କଲେ ଯାଇକି ମୁଁ ସ୍ଥିତ ହବ ବା କେନ୍ଦ୍ରବିନ୍ଦୁରେ ସ୍ଥିତ ହବ। ତେଣୁ ସେ ସାଧନା ଅଭାବ ଆମର ଅଛି। ସେଇ ସାଧନା ଗୁରୁଙ୍କ ମୁଖରୁ ଶୁଣିଲେ ବି ମଧ୍ୟ ଗୁରୁଙ୍କ ପାଖରେ ରହିକି ସାଧନା କରିବା ଆଉ ଗୁରୁଙ୍କ କଥାରେ ଶୁଣିକିରି ଯୋଉ ସାଧନା କରିବା ଏ ତ ଆକାଶ ପାତାଳ ତଫାତ। ଗୁରୁଙ୍କ ପାଖରେ ରହିକିରି ଗୁରୁ ଯୋଉ ନିର୍ଦ୍ଦେଶ ଦେବେ, ସେଇ ଯୋଉ ତତ୍ତ୍ୱଗୁରୁ ଯୋଉ କ୍ରିୟା କରେଇବେ ବା ଶିଖେଇବେ, ସେଇ ଶିଖେଇଲେ ସେ ଧୀରେ 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 ଚେତନା ଶକ୍ତି ଆସିବ ଏବଂ ଅଭ୍ୟାସ ବୈରାଗ୍ୟ ଦ୍ୱାରା ସିଏ ଧୀରେ 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 ଭିତରକୁ ପ୍ରବେଶ କରିବ। କେମିତି ଦିନ ଆସିବ? ଆପଣ ତ ଯେତେ ସତ୍ସଙ୍ଗ କହୁଛନ୍ତି ସେ ଆତ୍ମକୈନ୍ଦ୍ରିକ ସତ୍ସଙ୍ଗ, ଆତ୍ମାକୁ କେମିତି ଜାଣିବା ଆଉ ପରମାତ୍ମାକୁ କେମିତି, ପରମାତ୍ମା ଯିଏ ଆତ୍ମା ସିଏ ପରମାତ୍ମା ହଉଛନ୍ତି ପୂର୍ଣ୍ଣ, ସିଏ ପୂର୍ଣ୍ଣ। ମନକୁ ସାଧନାରେ ମୌନ କର, ଏ ଦେହେ ଦେଖିବୁ ବ୍ରହ୍ମ ନିରାକାର ବୋଲି ଲେଖା ଅଛି। ମନକୁ ଯେବେ ପୁରା ମୌନ କରିକି ଯଦି ମନେଇକିରି ତାକୁ ରଖିବ, ତାହେଲେ ଏଇ ମନ ଏ ଦେହ ଭିତରେ ସେ ବ୍ରହ୍ମ ନିରାକାରକୁ ଦର୍ଶନ କରିବ। ମୁଁ ବିଶେଷ କିଛି କହୁନାହିଁ, ମୋ ବୁଦ୍ଧିରେ ଯେତିକି ଭାବୁଛି ମୁଁ ସେତିକି ଟିକେ ବ୍ୟକ୍ତ କଲି। ଆଉ ବହୁତ ସମୟ ବୋଧେ ଦେଲେଣି, ଆଉ ଅନ୍ୟମାନେ ବିଚଳିତ ହେବେ। ମୁଁ ଏତିକି କହି ମୋ ବାଣୀକି ବିଶ୍ରାମ ଦଉଛି। ବାବା ଜୟଜୀ। ଧନ୍ୟବାଦ ମତାମତ ରଖିଲେ। ବହୁ ଚିନ୍ତନର କଥା କହିଲେ ଆଉ ନିଜର ଭାବନାକୁ ମଧ୍ୟ ପ୍ରକାଶ କଲେ, ନିଜର ବହୁ ବର୍ଷର ଅନୁଭୂତି ମଧ୍ୟ ରଖିଲେ, ସେଥିପାଇଁ ଧନ୍ୟବାଦ। ନେକ୍ସଟ କିଏ କହିବେ କହୁଥିଲେ? ଗୁରୁଜୀ ପ୍ରଣାମ। ହଁ ପ୍ରଣାମ। ଗୁରୁଜୀ ମୁଁ ତ ବେଶୀ ପାଠ ପଢି ନାହିଁ, କିନ୍ତୁ ଆପଣଙ୍କ କଥା ଶୁଣି ଆପଣଙ୍କ ଭାଷା ଶୁଣି ମୁଁ ଏମିତି ଆସକ୍ତି ଭାବ ହେଇଗଲାଣି ମୋର, ମୁଁ ଆଉ ଛାଡିବାକୁ ବି ଇଚ୍ଛା ହଉନି। ମୁଁ ଆପଣଙ୍କ କଥା ଶୁଣି ମୁଁ ବହୁତ ଆଗକୁ ଯିବା ପାଇଁ ମୋର ଚେଷ୍ଟା ଅଛି। ହେଲେ ଆପଣଙ୍କୁ ଟିକେ ଦର୍ଶନ କରିବା ପାଇଁ ବି ଚାହୁଁଛି। ଆପଣ ଟିକେ ଆଶୀର୍ବାଦ କରନ୍ତୁ ଯେମିତି ମୁଁ ଆପଣଙ୍କୁ ଟିକେ ଦର୍ଶନ କରିବି। ମୋର ଏତିକି କଥା। ହଉ ହଉ, ଧନ୍ୟବାଦ। ନିଜର ଆଶା ଏବଂ ଆକାଂକ୍ଷାକୁ ଏଠି ଉପସ୍ଥାପନ କଲେ। ୟୁଟ୍ୟୁବରେ ଶୁଣିକି ଆପଣଙ୍କ ସତ୍ସଙ୍ଗ ମୁଁ ପୁଣି ପୁରା ଯୁଗର ଲୀନ ହେଇଗଲି। ଆଉ ଛାଡିବାକୁ ସେଇଟା ଜାଗ୍ରତ କରିବ, ସତ୍ସଙ୍ଗଟା ଜାଗ୍ରତ କରେଇଦେବ। ଉଚ୍ଚ କୋଟିର ସତ୍ସଙ୍ଗ ଯଦି ଜ୍ଞାନ ମାନେ ଏଇଟା କ'ଣ, ସତ୍ସଙ୍ଗ ଯିଏ କହୁଛି ସେ ବଡ଼ କଥା ନୁହେଁ, ଯିଏ ଶୁଣୁଛି ସିଏ ହେଉଛି ବଡ଼ କଥା। ତା ଭିତରେ କେତେ ରେଖାପାତ କରୁଛି, ତାର ସଂସ୍କାର ନେଇକିରି ଏଇଟା ସ୍ଥାନିତ ହବ। ତୁମ ସଂସ୍କାର ନେଇକିରି ଆମ ବହୁତ ସତ୍ସଙ୍ଗ ଯାଇଛି, ହେଲେ ଏଭଳିଆ ସତ୍ସଙ୍ଗ ମୁଁ କୋଉଠି ଶୁଣି ନାହିଁ, ଏଭଳିଆ ଆସକ୍ତି ଭାବ ମୋର ଆସିନାହିଁ।
ହଉ ଧନ୍ୟବାଦ ଆପଣଙ୍କ ତୁମର ମତାମତ ରଖିଲ। ଯଦି ଆସିବାକୁ ଚାହୁଁଛନ୍ତି ପୁରୀ ତାହେଲେ ବି ସେଇଠି ସାକ୍ଷାତ ହେଇପାରିବ। ଧନ୍ୟବାଦ। ଆଜ୍ଞା ନେକ୍ସଟ କିଏ ଅଛନ୍ତି କହିବେ କି? ଗୁରୁଜୀ ଜୟଜୀ। ହଁ ଜୟଜୀ। ରୋହିଣୀ। ଗୁରୁଜୀ ଆଜିର ମାନେ ଟପିକ ବହୁତ ବଢିଆ ଥିଲା। ଅନ୍ତର୍ମୁଖକୁ ରାସ୍ତା ଯୋଉ କହିଲେ, ବ୍ରହ୍ମରେ ବିଚରଣ କରିବା, ପୁଣି ଆଉ କହିଲେ କେନ୍ଦ୍ରକୁ ଯିବା। ଆଜ୍ଞା ବହୁତ ବଢିଆ ଲାଗିଲା। ଆଉ ସଂସାରରୁ ବିୟୋଗ ହେବା ଦରକାର ସେୟା ବି କହିଲେ। ଆଉ ଗୋଟେ କହିଲେ ଯୋଉ ବହୁତ ବଢିଆ ଲାଗିଲା। ଆଉ ଗୋଟେ କଥା ହଉଛି ମାନେ କର୍ମରୁ କଣ ନା ଗୁଣ କ୍ଷୟ ହେବା ଦରକାର, କିନ୍ତୁ ଆମର କଣ ହଉଛି କର୍ମ କରିକି ଗୁଣ ବଢିବାରେ ଲାଗିଛି। ଆଜ୍ଞା ବଢିକି ମାନେ ସେ ମହାମାୟା ସେଇ ସବୁ ଆସକ୍ତି ଏସବୁ ଲାଗି ଆମକୁ ରହୁଛି। ତ ଆମେ କଣ କରିବାର ଅଛି ନା ପ୍ରତିଦିନ ଏହା ଯୋଗ ଦ୍ଵାରା ପ୍ରକୃତ ଜ୍ଞାନ ଜାତ ହେଲେ ହିଁ ଏସବୁ ଦୂର ହବ। ଆଉ ଯୋଗ ଦ୍ଵାରା ଆମେ କଣ କରିବା ନା ଆମର ଯୋଉ ଲଣ୍ଠନ କାଚରେ ଯୋଉ ପ୍ରତିଦିନ ଯୋଉ କଳା ପଡୁଛି, ସେଇ କଳାକୁ ଆମେ ଯୋଗ ଦ୍ଵାରା ହିଁ ଯୋଗ ମାଧ୍ୟମରେ ହିଁ ପୋଛିଲେ ଆମ ଭିତରେ ନିଶ୍ଚୟ ଜଡତା ଦୂର ହେଇ ଆମ ଭିତରେ ନିଶ୍ଚୟ ଶୁଦ୍ଧ ଚୈତନ୍ୟର ପ୍ରକାଶ ପାଇବ। ଆଜ୍ଞା ଗୁରୁଜୀ ଜୟ ଜୟ। ଜୟଜୀ। ମତାମତ କହିଠି ରଖୁଛି। ଧନ୍ୟବାଦ। ମୋତେ ଖୁସି ଲାଗୁଛି ଯେ ଏ ଯେଉଁ ମତାମତ ରଖୁଛନ୍ତି, କିନ୍ତୁ ଗୋଟେ ପରିବାରରେ ଯେଉଁଠି ମା ଅଛି ଏବଂ ଝିଅ ଅଛି, ଏଠି ଅଛନ୍ତି ମା ଅଛନ୍ତି, ଝିଅ ମଧ୍ୟ ଅଛି, ମାନେ କେତେ ସଂସ୍କାରିତ ପରିବାର ଅନୁଭବ କରନ୍ତୁ। ତେଣୁ ଏ ଯେଉଁ ବ୍ରହ୍ମପୁରରୁ କହୁଥିଲେ ରୋହିଣୀ ବହୁତ ଉଚ୍ଚ ଶିକ୍ଷିତା, ଏବଂ ତାଙ୍କର ମତାମତ ପାଇଁ ଧନ୍ୟବାଦ। ନେକ୍ସଟ କିଏ କହିବେ କୁହନ୍ତୁ? ନେକ୍ସଟ। ଜୟଜୀବ ସାର୍। ହଁ ଜୟଜୀ। ପ୍ରହ୍ଲାଦ କହୁଥିଲି ଜଳେଶ୍ୱର। ହଁ ଆପଣଙ୍କର ଯେଉଁ ଆଜିର ସତ୍ସଙ୍ଗ ବହୁତ ଉଚ୍ଚ କୋଟିର ସତ୍ସଙ୍ଗ, କେନ୍ଦ୍ରାଭିମୁଖୀ ଯେଉଁ ଆଲୋଚନା ସମସ୍ତ ହୃଦୟକୁ ସ୍ପର୍ଶ କରିଛି। ମୋ ହୃଦୟକୁ ମଧ୍ୟ ବହୁତ ଭାବରେ ଦ୍ରବୀଭୂତ ହେଇସାରିଛି। ଆଉ ସମସ୍ତେ ମୁନି ଭାଇ ଭଉଣୀ ମାନେ ଯେଉଁ ଅନୁଭୂତିର କଥା କହିଲେ ବହୁତ ଆନନ୍ଦ ଲାଗୁଛି। ଆମେ ଯେମିତିଆ ଗୋଟିଏ ନୂଆ ପରିବାର ପାଇଛୁ। ଏଠି ଗୁରୁଜୀ ଅଛନ୍ତି ଏବଂ ଭାଇ ଭଉଣୀ ମାନେ ଅଛନ୍ତି, ବହୁତ ଆନନ୍ଦ ଲାଗୁଛି। ଏତିକି କହି ରହୁଛି। ଜୟଜୀ। ସ୍ୱାଗତ ଯୋଗ୍ୟ କଥା। ମୁଁ କେବେ ମୋ ଘରକୁ ଗୋଟେ ପରିବାର ଭାବିନି। ଆମର ତ ଗୋଟିଏ ପୁଅ। ମୁଁ କେବେ ଭାବିନି ଏ ପରିବାରଟା ମୋର। ମୁଁ ବିଶ୍ୱ ବ୍ରହ୍ମାଣ୍ଡର ଯେଉଁ ସତ୍ତା ସବୁ ଅଛନ୍ତି, ଆତ୍ମସତ୍ତା, ଯିଏ ମୁନି ସମାଜର ଅଂଶବିଶେଷ ଅଛନ୍ତି, ଯିଏ ଆମ ସଂସ୍ପର୍ଶରେ ଆସୁଛନ୍ତି, ମୁଁ ତାଙ୍କୁ ହିଁ ଭାବେ ପରିବାର। ପରିବାର ଦେଖନ୍ତୁ, ବାସ୍ତବ ଚିତ୍ର ଭିତରେ ମୋ ପରିବାର କେହି ନାହାନ୍ତି। ତୁମେମାନେ ସବୁ ପରିବାର ମୋର। ମୁଁ ଏତେ ଆନନ୍ଦ ଉତ୍ସାହରେ ଯିଏ ଫୋନ୍ କରେ ମୁଁ ତା ସହିତ କଥା ହୁଏ। ମୁଁ ଭାବେ ଏ ଲୋକଟି ମୋର ପରିବାର। କି ବହୁ ଜନ୍ମର କର୍ମ ସହିତ ବା ଜନ୍ମରେ ମୋ ସହିତ ପରିଚିତ ଥିଲା। ମୁଁ ଏଇଟା ଭାବେ। ଯାହା ହଉ, ଏଇ ଭାବଟା ତୁମ ବକ୍ତବ୍ୟରେ ପ୍ରକାଶିତ ହେଲା, ସେଥିପାଇଁ ଅନେକ ଅନେକ ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ ଯଦି? ନେକ୍ସଟ କିଏ ନାହାନ୍ତି? ପ୍ରାୟ ନାହାନ୍ତି। ତେବେ ଆଉ ମୁଁ ଏଠି ଗୋଟେ ସୂଚନା ଦେଉଛି, ଯେଉଁମାନେ ପୁରୀର ଯିବା ପାଇଁ ପୁରୀକି ଆଶା ସୃଷ୍ଟି କରିଛନ୍ତି, ସେମାନେ ମୋତେ ଟିକେ ଶନିବାର ସୁଦ୍ଧା କହିବେ, ବା ଶନିବାର କି ରବିବାର କହିବେ। ଏ ସୂଚନା ଏତିକି ଥିଲା। ତେବେ
ଏଇଠି ରଖିବା ସମସ୍ତେ ସମୟ, ମୋର ବି କମ୍ ସମୟ ଆଜି, ଆଉ ପ୍ରସ୍ତୁତ ହେବି ଯିବା ପାଇଁ। ତେବେ ଆଜିର ଏଇ ସତ୍ସଙ୍ଗକୁ ସମସ୍ତେ ଆଗ୍ରହ ସହିତ ଶୁଣିଛନ୍ତି, ବିଚାର କରିଛନ୍ତି, ଅନୁଭବ ମଧ୍ୟ ରଖୁଛନ୍ତି, ନିଜର ମତାମତ ନିଜର ବିଚାରକୁ ମଧ୍ୟ ଉପସ୍ଥାପନ କରୁଛନ୍ତି। ସେଥିପାଇଁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ଆଉ ସମସ୍ତଙ୍କର ଯୋଗ ଜୀବନ ସୁଧାର ହଉ, ଜଣେ ବଡ଼ ବଡ଼ ଯୋଗୀ ହୁଅ, ଜଣେ ଜଣେ ବଡ଼ ବଡ଼ ଯୋଗୀ ହୁଅ, ମୁଁ ଏ ଆଶା କରୁଛି। ଏଇଠି ସମାପ୍ତ କରୁଛି। ଜୟ ଜୟ। हाँ जय जय जी। हाँ जय जी। जय जय।